ଠିକ ଅଛି। ତ ଆଜିର ମିଟିଂ ର ଟପିକ ଆମର ରହିବ କି ଯୋଉ 12,500 ଆସିଲା କେତେ ଜଣଙ୍କୁ ଆସିଛି ଆଉ କେତେ ଜଣଙ୍କୁ ଆସିନି, ସେ ଉପରେ ଡିସ୍କସ କରିବା। ଆଉ ନୂଆ କଣ ଆମେ ଅପଡେଟ ପାଇଛୁ ତା ଉପରେ ବି ଡିସ୍କସ କରିବା। ନେକ୍ସଟ ତମମାନଙ୍କର ମତାମତ ଫାଷ୍ଟ ଥିଙ୍ଗ ତ ରହିବ, ତମମାନଙ୍କର ମତାମତ ରହିବ କି କିଏ କଣ ଅପଡେଟ ପାଇଛି, ସେଟା ଗୋଟେ ଫାଷ୍ଟ ଥିଙ୍ଗ ରହିବ। ଠିକ ଅଛି। ତ ପଜିଟିଭ ଅପଡେଟ କିଏ କଣ ପାଇଛି, ଆଉ ୟା ବିଷୟରେ କଣ ଅଲଗା ଅପଡେଟ କିଏ ପାଇଛି କି କଣ ତା ବିଷୟରେ ଆମେ ଏବେ ଡିସ୍କସ କରିବା ଗୋଟେ ଗୋଟେ କରିକି। So, ଟିକେ ଏବେ ବି ଲୋକ ଆସୁଛନ୍ତି, ଜଏନିଂ ରିକ୍ୱେଷ୍ଟ ଏବେ ବି ଆସୁଛି। ଠିକ ଅଛି। ତ ଯାହାର ସବୁ ରିସର୍ଚ୍ଚ ଅଛି, ଯେମାନେ ରିଏଲି ରିସର୍ଚ୍ଚ କରିଛ କି ଜିନିଷଟା ଏଇଆ, ମୁଁ ଭାବୁଛି ଏଇଆ ଆଉ ଏ ବାଟକୁ ଯିବ, ତ ସେମାନେ ହିଁ ହାତ ଟେକିବେ। ଆଉ କୋଶ୍ଚିନ୍ ପାଇଁ ଆମେ ଲାଷ୍ଟ ସେକ୍ସନ ଟା ରଖିବା, ଲାଷ୍ଟକୁ ଆମେ ରଖିବା କୋଶ୍ଚିନାରୀଟା। ଏବେ ଖାଲି କଣ ରିସର୍ଚ୍ଚ କିଏ କରିଛି ସେ ବିଷୟରେ ଏବେ କହିବେ, ମାନେ କିଏ କଣ ରିସର୍ଚ୍ଚ କରିଛି। ଏବେ ଯେହେତୁ ଆମେ ଗୋଟେ ପ୍ରାକ୍ଟିକାଲ ଫେଜରେ ଅଛୁ, କେହି ହେଲେ ଏପର୍ଯ୍ୟନ୍ତ ରିଜଲ୍ଟ ଆସିନି, ପ୍ରାକ୍ଟିକାଲ ଫେଜରେ ଅଛୁ। ସୋମ ମଙ୍ଗଳ କି ବୁଧବାର ସୁଦ୍ଧା ଆମେ କ୍ଲାରିଟି ଆସିଯିବ କି ଥିଙ୍ଗସଟା କୁଆଡେ ଯାଉଛି, ପେମେଣ୍ଟଟା କୋଉ ଆକାରରେ ରିସିଭ ହଉଛି ଆଉ କେମିତି ରିସିଭ ହଉଛି। ସେ କ୍ଲାରିଟି ଆମକୁ ସୋମ ମଙ୍ଗଳ ବୁଧ ଭିତରେ 3 ଦିନ ଭିତରେ କ୍ଲାରିଟି ଗୋଟେ ଆସିଯିବ ଆମକୁ, ଏକ୍ଜାକ୍ଟ ଫିଗରଟା କଣ। ଠିକ ଅଛି। ଆଉ କିଛିଟା ଜିନିଷ ମୁଁ ବି ସେୟାର କରିବି କି କେମିତିଆ କଣ, ମାନେ କେମିତି କଣ ଆସୁଛି, ଆଉ ସେଇଟା ବି ମୁଁ ସେୟାର କରିବି ହେଲା। ତ ଏବେ କଣ ଅଛି, କାହାର କିଛି ରିସର୍ଚ୍ଚ ଅଛି? କିଏ କିଛି କହିବା ପାଇଁ ଚାହୁଁଛି? କେହି ନାହିଁ? ଅନୁଜ, ହଁ କୁହ। ନାଇଁ ଆଜି ଖରାବେଳେ 12,000 7,500 କଣ ମିଶିଛି ବୋଲି ସମସ୍ତେ କହିବା ପରେ ମୁଁ ଶୁଣିଲି, କାମ ହଁ ବ୍ୟସ୍ତରେ ଥିଲି। ହଁ ତଥାପି ସାଇଟ୍ କାଢିକି ଆଉଥରେ ଲଗ୍ଇନ୍ କରି ଦେଖିଲି, ସେମିତି କିଛି ଆସିନି ମୋର। ଆଉ ସେଇଟା ତ ଆମେ ଯଦି ଲାଷ୍ଟକୁ ଆସିଛି ରଖିବା, ତାହେଲେ ସଲ୍ୟୁସନଟା ଆପଣ, ସେ ସେଟା ଆପଣ ସେସନଟା ଆମେ କହିବେ ଲାଷ୍ଟକୁ ଆଉ। ରଖିବା। ହଁ ହୁଁ। ଠିକ ଅଛି। ଆମ ଗ୍ରୁପରେ 12,500 କାହାକୁ ରିସିଭ ହେଇଛି, ଟିକେ ହ୍ୟାଣ୍ଡ ରାଇଜ କରିବେ କି? 12,500 ଆମ କମ୍ୟୁନିଟିରେ କାହାକୁ? ସୁନୀଲ ଗୋଟେ, ଓକେ। ଆଉ କାହାକୁ ରିସିଭ ହେଇଛି? କେବଳ ସୁନୀଲ, ଓକେ। ଠିକ ଅଛି। ସୁନୀଲ ଗୋଟେ ଆଉ ମତେ ଗୋଟେ ରିସିଭ ହେଇଛି, 2 ଜଣଙ୍କୁ ରିସିଭ ହେଇଛି। ଆଉ କାହାକୁ ରିସିଭ ହେଇନି? ଦେଖ ଆଜି ରାତି 12ଟା ଭିତରେ ମଧ୍ୟ ହେଇପାରେ, କାରଣ ଏପର୍ଯ୍ୟନ୍ତ ସାଇଟ୍ ଫୁଲି ଫଙ୍କସନେଟରେ ନାହିଁ, ଏ ଯାଏ ବି ୱାର୍କ ଅନ୍ ପ୍ରୋଗ୍ରେସ ଅଛି। ଆମେ ଚେକ୍ କରୁଥିବା, ମଝିରେ ମଝିରେ ଲଗ ଇନ୍ ହଉନି, କେବେ କେବେ 0 ବତଉଛି, କେବେ କେବେ 5,000 ବତଉଛି, କେବେ କେବେ କଲେକ୍ସନ ଟା ବି ଶୋ ହଉନି। ବୁଝିଲ ନା ନାଇଁ? ଏପର୍ଯ୍ୟନ୍ତ ସାଇଟ୍ ଟା ବି ଫୁଲି ଫଙ୍କସନେଟରେ ନାହିଁ। ତ ଆଜି ଗୋଟେ ଅଫିସିଆଲ ଆନାଉନ୍ସମେଣ୍ଟ କଣ ଆସିଲା, ସ୍କ୍ରିନ୍ ସେୟାର କରିବେ କଣ, ସେ ଆନାଉନ୍ସମେଣ୍ଟ ଓପନ କରିଦଉଛି। ଓକେ, ଠିକ ଅଛି। ମୁଁ ସ୍କ୍ରିନ୍ ଟା ସେୟାର କରିବି, ସମସ୍ତଙ୍କୁ ଦେଖାଯାଉଛି ନା କହିବ। ସ୍କ୍ରିନ୍ ଟା ଦେଖାଉଛି ତ? ହଁ ଦେଖାଉଛି। ଓକେ। ତ ଏବେ ଆଜିକା ଯୋଉ ଆନାଉନ୍ସମେଣ୍ଟ ଥିଲା,
ଲୋକ ଏ ଯାଏଁ ଜଏନ୍ ହଉଛନ୍ତି। ଓକେ, ଆଜିର ଆନାଉନ୍ସମେଣ୍ଟଟା କୋଉଠି ଓପନ୍ କଲିନି। ଦେଖ ଏଠି କଣ ଲେଖିଲା କି ଅଫିସିଆଲ ଆନାଉନ୍ସମେଣ୍ଟ TUFT ସ୍ଲାସ୍ USDT, ଯୋଉଟା କି କାଲି ମୁଁ ଦେଖେଇଥିଲି ଟ୍ରେଡିଂ ପେୟାର ଟା ହେଲା, will be launched on Trezor Fun soon। ମାନେ ଟ୍ରେଜର ଫନ୍ ଭିତରେ ଏଇ ଟ୍ରେଡିଂ ପ୍ଲାଟଫର୍ମ ଗୋଟେ ସେ ଦେଇଦବ। ଡେଭଲପମେଣ୍ଟ, ୟା ଅର୍ଥ କଣ? ଡେଭଲପମେଣ୍ଟ ଇନ୍ ପ୍ରୋଗ୍ରେସ। ଠିକ ଅଛି, ମାନେ ଟ୍ରେଡିଂ ପେୟାର ଟା ଡାଇରେକ୍ଟ ସେ ଟ୍ରେଜର ଫଣ୍ଡ ରେ ହିଁ ଦେଇଦବ ହେଲା। କୋର ଆଡଭାଣ୍ଟେଜେସ୍ କଣ? ଇମ୍ପ୍ରୁଭ ଲିକ୍विଡିଟି ଆଣ୍ଡ ଇନକ୍ରିଜ ଟ୍ରେଡିଂ ଅପସନ୍ସ। ମାନେ ଆମକୁ ଯୋଉ ଗୋଟେ ଟ୍ରେଡିଂ ଅପସନ ହିଁ ସେ ଦେଇଦବ। ତା ଅର୍ଥ ମୁଁ ତମକୁ ସିଧା ସିଧା ବୁଝେଇ ଦଉଛି। ଦେଖ ଏବେ କମ୍ପାନୀ ଆମକୁ ଦେଲା କଣ? ଟୋକନ ଦେଲା, ଠିକ ଅଛି। ଏବେ ଆସିବାଟା ଆକ୍ସେପ୍ଟ ଟିକେ ମତେ ଡିଷ୍ଟର୍ବାନ୍ସ ହଉଛି। ଲୋକ ନୂଆ ନୂଆ ଏବେ ଜଏନ୍ ହଉଛନ୍ତି, ଟିକେ ଖାଲି ଆକ୍ସେପ୍ଟାନ୍ସ ଟିକେ ମତେ ଇସ୍ୟୁ ହଉଛି। ହ୍ୟାଣ୍ଡଲିଂ ଟା ଟିକେ ଠିକ ପଳେଇଲା ସାର୍, ଠିକ ଆସିଲା। ଏ ଅର୍ଥ ହେଲା ଏ, କିଏ ସେ, ଛାଡ ଦିଅ, ସେ ପରେ ଦେଖିବା ଯିଏ ଜଏନ୍ ହଉଛି। ଟାଇମ ଆମର ଓଭର ହେଲାଣି। ଦେଖ ତା ଅର୍ଥ କଣ? ପ୍ଲିଜ ପେ କ୍ଲୋଜ ଆଟେନସନ ଟୁ ଦ ଅଫିସିଆଲ ଚ୍ୟାନେଲ ଅଫ ଟ୍ରେଜର ଫଣ୍ଡ, ୱିଲ୍ ଆନାଉନ୍ସ ଦ ସ୍ପେସିଫିକ ଲଞ୍ଚ ଟାଇମ ଆଣ୍ଡ ଡିଟେଲ୍ସ ଆଜ ସୁନ ଆଜ ପସିବଲ। ମତେ ଲାଗୁଛି ଏଇ ଭିତରେ ହିଁ, ମାନେ ସେ ଯୋଉ ଆମକୁ ଦେଲା ଟୋକନ ଯାକ, ଯୋଉ ଷ୍ଟେକ ରୁ ଯୋଉ ଟୋକନ ଯାକ ଦେଲା, ସେ ଟୋକନ ର ୟୁସେଜ ଟା ଆମେ ଟ୍ରେଡିଂ ଥ୍ରୁ ରେ କରିପାରିବା, ଯୋଉଟା କି ତାଙ୍କର ହ୍ୱାଇଟ ପେପର ରେ ବି ମେନସନ ଥିଲା। ହେଲେ ଟ୍ରେଡିଂ ର ଅର୍ଥ କଣ? ମୁଁ ତମକୁ ଟିକେ ବ୍ରିଫ କରିଦେବି ଟିକେ ଏ ବିଷୟରେ। ଟ୍ରେଡିଂ ଅର୍ଥ କଣ? ଦେଖ ମୋ ଲାପଟପ ସ୍ଲୋ ହେଲା ନା କଣ? ଟ୍ରେଡିଂ ଅର୍ଥ କଣ? ଦେଖ ଏବେ ଆମେ ଦେଖୁଛେ ଏଇଟା ଗୋଟେ ଗ୍ରାଫ ଦେଇଛି। ଦେଖ ଜେନରାଲି ଆମେ ଟ୍ରେଡିଂ ଭ୍ୟୁ ରେ ତ ସବୁ ଗ୍ରାଫ ଦେଖୁଛେ, ଏଇଟା ବି ଟ୍ରେଡିଂ ଭ୍ୟୁ ର ଚାର୍ଟ ଟା ଏକା। ଟ୍ରେଡିଂ ଭ୍ୟୁ ର ଦେଖ ଚାର୍ଟ ବାଇ ଟ୍ରେଡିଂ ଭ୍ୟୁ ଏକା ଜେନ୍ୟୁନ୍ ଚାର୍ଟ ଟା, ଏମତି ଇଆଡେ ସିଆଡେ ଚାର୍ଟ ଓପନ ହେଇନି ହେଲା। ଏଟା ନର୍ମାଲ ଚାର୍ଟ ଟା। ୟା ଟ୍ରେଡିଂ ଭ୍ୟୁ ରେ ମାନେ ଟ୍ରେଡିଂ କରିବା ଅର୍ଥ କଣ? ଆମେ ଯୋଉ ଟୋକନ ଯାକ ଆମକୁ ଦେଲା, ସେ ଟୋକନ ଟା ଏଠି ସାଫ ସାଫ କଣ ଲେଖିଲା? TUFT USDT ସ୍ୱାପ, ଏଠି ସ୍ୱାପ SWP ଗୋଟେ ଲେଖିଛି ହେଲା। ଏହା ଅର୍ଥ ଏଥିରୁ ଯାହା ବି ତମେ ପ୍ରଫିଟ କମେଇବ, ଭାବ ମୁଁ ଏବେ କହିବି କି ଏ ମାର୍କେଟ ଟା ଏବେ ଅଛି 0.01 ରେ ମାର୍କେଟ ଟା ଅଛି। ଟ୍ରେଡିଂ ଅର୍ଥ କଣ? ମାର୍କେଟ, ଆମେ ଫରେକ୍ସ ଟ୍ରେଡିଂ, ୟା ଅର୍ଥ ଏଇ ଯୋଉ ପେୟାର ରେ ହଉ ଆମର ଫରେକ୍ସ ଟ୍ରେଡିଂ ଟା, ମାର୍କେଟ ଡାଉନ ବି ଯାଇପାରେ, ମାର୍କେଟ ଅପ୍ ବି ଯାଇପାରେ। ଠିକ ଅଛି, ଯଦି ମୁଁ ଟ୍ରେଡ ଟା ଲଗେଇବି, ଏବେ ମୁଁ କିଛିଟା ଆନାଲିସିସ୍ କରିକି ରଖିବି କି ଏବେ ଏ କଏନ ଟା ଉପରକୁ ଯିବ, ଏବେ ଏ କଏନ ଟା ଉପରକୁ କିଛି 15 ମିନିଟ, ଅଧଘଣ୍ଟା କି ଘଣ୍ଟାଟେ ପାଇଁ କଏନ ଟା ଉପରକୁ ଯିବ। ଯଦି ମୁଁ ବାଇ ମୋଡରେ ଲଗେଇବି, ତାହେଲେ ମୁଁ ପ୍ରଫିଟ ଟା ପାଇବି। ଆଉ ଯଦି ସେ ଡାଉନ ଗଲା, ତାହେଲେ ମୁଁ ଯେତେ ଲଗେଇଥିବି ଆଉ କେତେ ମୁଁ ଲସ୍ ବିୟର କରିପାରିବି, ସେଇ ହିସାବରେ ଗୋଟେ ହିସାବ କିତାବ ଅଛି। ସେଇଟା ମୁଁ ବ୍ରିଫ କରିଦେବି ପରେ, ଯେତେବେଳେ ସେ ଲଞ୍ଚ କରିବ। ଠିକ ଅଛି, ସେଇ ଟାଇମରେ ମୁଁ ଏଇଟା ତମକୁ ଡିଟେଲ୍ସ ବୁଝେଇଦେବି କି ଟ୍ରେଡିଂ କେମିତି ତା ଉପରେ କରାହବ କଣ ନାହିଁ। ମାନେ ନିଜ ନିଜ ରିସ୍କ ରେ ସେଟା କରିବ। ଯାହାବି ତମେ ଟୋକନ ଅନ୍ କରିଥବ, ଏ ଟ୍ରେଡିଂ ଚକ୍କରରେ ସେ ଟୋକନ ଟା ତମର ଲୁଜ ହେଇଯିବ ହେଲା। ତ ଦେଖିକି ନା, ଯାହାକୁ ଟିକେ ଅଧିକ ପ୍ରଫିଟ ଦରକାର, ଆଉ ଏ ଟ୍ରେଡିଂ କରିବା ଦ୍ଵାରା କଣ ହବ? ଯୋଉ ତମର ଟୋକନ ଟା ସେ ଇନଷ୍ଟାଣ୍ଟ USDT ରେ କନଭର୍ଟ ହେଇଯିବ। ବୁଝ ପଏଣ୍ଟ ଟା। ଟ୍ରେଡିଂ ଯୋଉ କରିବ, ଯୋଉ ପ୍ରଫିଟ ଟା ତମେ ପାଇବ, ଏବେ ଟୋକେନ ଲଗେଇଲ, ଯୋଉ ପ୍ରଫିଟ ଟା ପାଇବ ସେଟା ଇନଷ୍ଟାଣ୍ଟ USDT କୁ ପଳେଇବ, ଆଉ ଯୋଉ ଲସ୍ ଟା ସେ ଟୋକନ ଆକାରରେ ନବ। ବୁଝିପାରୁଛ ତ? ତ ଏଇଟା ହେଲା ତା କନସେପ୍ଟ ଟା। ଯଦି ସେ ଦେଇଦେଲା ଭିତରେ, ତ ୱେଲ୍ ଆଣ୍ଡ ଗୁଡ୍। ମାନେ ଯଦି ଭିତରେ ଦେଇଦେଲା, ଆମକୁ ଟ୍ରେଡିଂ ଅପସନ ଯଦି ଦେଇଦେଲା, ତାହେଲେ ଭାବ କି ୱାନ୍ ଟାଇପ ଅଫ ମାନେ ଅର୍ନିଂ ସୋର୍ସେସ ତମର ବଢିଗଲା, ଯଦି ସେ ଦେଇ ଦଉଛି। ଠିକ ଅଛି, ଏଇଟା ଗୋଟେ ପଏଣ୍ଟ ହବ। ଆଜିର ଯୋଉ ଟପିକ ଥିଲା ଅଫିସିଆଲି ଯୋଉ ଆନାଉନ୍ସମେଣ୍ଟ ଥିଲା, ତାର ଇଏ ଗୋଟେ ପଏଣ୍ଟ ହେଇଯିବ। ନେକ୍ସଟ ଆମେ ଯେତେବେଳେ ଏବେ ଟ୍ରେଜର NFT ବୋଲି ସର୍ଚ୍ଚ କରିବା,
ट्रेजर एनएफटी ଆମେ ଯଦି ସର୍ଚ୍ଚ କରିବା ଏବେ ମୁଁ ସର୍ଚ୍ଚ କରୁଛି ଲାଇଭ ସର୍ଚ୍ଚ କରୁଛି ତମ ଆଗରେ ट्रेजर एनएफटी ଆମେ ଯଦି ସର୍ଚ୍ଚ କରିବା ଦେଖ ଏ ट्रेजर एनएफटी ର ୱେବସାଇଟ ଆସିଲା ଦେଖ ଠିକ ସେ ଦେଖୁ ତ ଦେଖାଉଛି ତ ସ୍କ୍ରିନ୍ ଟା ସମସ୍ତଙ୍କୁ ହଁ ଓକେ ट्रेजर एनएफटी ର ୱେବସାଇଟ ଆସିଲା treasurenft.xyz ये वेबसाइट को कंपनी ଏବେ इंटरलिंक कर ଦେଇଛି ट्रेजर फंड सहित देखो ଯେତେବେଳେ ମୁଁ ୱେବସାଇଟ ଉପରେ କ୍ଲିକ କରିବି କଣ ଆସିବ ଦେଖ ଦେଖିଲ डायरेक्ट पळेला से ट्रेजर फंड या अर्थ कौन या अर्थ कौन डेवलपमेंट चलीची से जो ऐप आमे यूज करछु से ऐप टा डायरेक्ट ट्रेजर फंड रे कन्वर्ट हे ट्रेजर एनएफटी को जेतेବେଳେ ଆମେ କ୍ଲିକ କରୁଛୁ ट्रेजर nft.xyz से डायरेक्ट आसी जाଉଛି ଆମର ट्रेजर फंड ठीक अछि तो डायरेक्टली सेटा हमर ऐप मध्य शिफ्ट हे जिवो टाइम लागिवो बट शिफ्ट हे जिवो तार डेवलपमेंट काम चलछि से डेवलपमेंट भितरे भी से तुमको अनाउंसमेंट कोन करछि कंपनी अनाउंसमेंट कोन करछि ऑफिशियली कोन अनाउंसमेंट करछि ट्रेजर फंड एन एटा भी देखिदा हम ट्रेजर एनएफटी एन देखिदा ऑफिशियल अनाउंसमेंट कोन करछि देखो डेवलपमेंट भितरे भी से तुमको यूड्रल देबो ठीक अछि डेवलपमेंट भितरे भी will given current spark system देखि दउस तो एडा तार देइतला कि सक्सेसफुली रेफर गेट डिपॉजिट फर्स्ट डिपॉजिट यदि 50 यूएसडीटी हैला ताले तुमको 7500 टोकन मिलिबो जदि किए 100 डिपॉजिट करछि ताले तुमको 15000 टोकन मिलिबो एटा एबे से तुमको यूएसडीटी आउ दोउनी हला सबुतिक रेफर रे भी तुमको दे दउछि टोकन जनकु तमे रेफर करतो जदि से 50 टंका 50 यूएसडीटी सॉरी टंका कहूछि 50 यूएसडीटी देख जदि डिपॉजिट कला ताले तुमको पाइबो 7500 एते लेट रे जॉइन करले हमें केमिति मीटिंग स्टार्ट करिबा ओके छाड़ दे संजय भाई और ठीक अछि कोडथिले मु देखो जदि हमें जनकु रेफर करूचे 50 यूएसडीटी रे ताहले 7000 से हमको टोकन देला आ जण के 100 जदि यूएसडीटी पकोची ताल 15000 टोकन देला ए टोकन सब नै करिवो कोन तमे ओके टोकन सब रे यूसेज मु गोटे बतेली इधर ट्रेडिंग रे यूज करिवो जोटा कि डायरेक्ट तमरे यूएसडीटी हे जिवो प्रॉफिट टा हला मन रखिवो ट्रेडिंग रो प्रॉफिट टा यूएसडीटी को आसीवो लॉस हेले टोकन टा पळेबो एटा मन रखतो आ जदि नाही टोकन टा नबो तमे डायरेक्ट बाइनांस रे सेठी स्वैप मार के यूएसडीटी को आनिबो ये ऑप्शन टा आसीबो जत्ते बेले बाइनांस रे टोकन टा लिस्टिंग हबो एटा मन रखिवो जत्ते बाइनांस रे लिस्टिंग हबो सेते बेले ऑप्शन टा आसीबो एबे तार प्रैक्टिकल हमें कर दबा एबे आउ बुधु गुरु सुधा तार प्रैक्टिकल सरी जिवो कि टोकन टा को आकार रे यूएसडीटी हबो हला तापरे एडी ଗୋଟେ ऑफिशियल अनाउंसमेंट टा ଗୋଟେ ଅଛି सब बुझु तो जहाँ डाउट हबो मते पचारियो लास्ट रो आउ नै आउ ଗୋଟେ ଥିଲା विड्रो को नेकी लियो ଗୋଟେ छाडथला हां normal operation at present function of the treasure fund platform have returned to normal you can make deposits and withdrawal as usual deposit ଆଉ withdrawal ଉପରେ କିଛି ପ୍ରୋବ୍ଲେମ ନାହିଁ deposit withdrawal as usual ଯେମିତି ଚାଲିବା କଥା ସେମିତି ଚାଲିବ ଠିକ ଅଛି तो ये है कंप्लीट फंक्शन माने ट्रेजर एनएफटी रे एटा हेबे ହେଲା ब्रीफ एबे जो मानको माने 12500 टोकन रिसीव हेनी से फास्ट सबुठ फास्ट कोन करिवो ट्रेजर चेन डॉट एक्सवाइजेड ट्रेजर चेन को जाइके तांगर एयर ड्रॉप एक्टिविटी रे नै जिवो तर तमरो यूआईडी मारी के एयर ड्रॉप टा नै जिवो ओके तापरे आ गोटे जिनसे एडी एयर ड्रॉप टा नै गला परे वेट करिवो बाकी जहाँ भी अच्छे हमर गूगल ऑथेंटिकेटर गूगल बॉन्डिंग
ନେକ୍ସଟ ତମର ୱିଡ୍ରୋ ଆଡ୍ରେସ ଲିଙ୍କିଂ, ଏସବୁ ଇଣ୍ଟରନାଲ କାମ ସାରିଦବ। ଏସବୁ ଇଣ୍ଟରନାଲ କାମ ସାରିଦେଲେ କଣ, ଆମ ଆକାଉଣ୍ଟ ରେଡି ହେଇକି ଥିବ। ସେ 12,500 ଆମକୁ ଦେବାକୁ ଥୁଆ, ସେ ଦେବ ହିଁ ଦେବ। ଜଣେ ଦି ଜଣଙ୍କୁ ଦେଇଛି ମାନେ ସମସ୍ତଙ୍କୁ ହିଁ ଦବ ସେ, ହେଲା। ତ ତାର ଏବେ ଟେଷ୍ଟିଂ ଫେଜ ରେ ସବୁ ଅଛି ଜିନିଷ ଯାକ, ତାର ସବୁ ଟେଷ୍ଟିଂ ଫେଜ ରେ ଅଛି। ସେ ସମସ୍ତଙ୍କୁ ପେମେଣ୍ଟ ଦେଇଯିବ। କିନ୍ତୁ ଧୈର୍ଯ୍ୟର ସହିତ ଟିକେ ୱେଟ୍ କରିବ। ଆଉ ସବୁ ଆମେ ରେଡି କରି ରଖିଦେଇଥିବା। ଆଉ ସେ ଆସୁ ଆସୁ ଯେମିତି କାମରେ ଲାଗିବ, ସବୁତିକ ଆମେ ଇଣ୍ଟରନାଲ ରେଡି କରି ରଖିଦେଇଥିବା, ହେଲା। ଇଣ୍ଟରନାଲ ରେଡି କରି ରଖିଲେ କଣ ହବ, ଆମର ସୁବିଧା ହେଇଯିବ କି ଆଉ କମ ଟାଇମ ଭିତରେ ଆମେ ଯେମିତି ଗୋଟେ କାମଟେ ଷ୍ଟାର୍ଟ କରିପାରିବା। ଠିକ ଅଛି। ତାପରେ ଏଇଠି ଗୋଟେ ଦେଖିଥିବ ଟ୍ରେଜର ଚେନ ରେ ଗୋଟେ ସ୍ୱାପ ବଟନ ଗୋଟେ ଦେଇଛି। ଏଇଠି ବି ଆମେ ଡାଇରେକ୍ଟଲି ୟା ଚେନ ରେ ଯୋଉ ଗୋଟେ ୱିଡ୍ରୋ ଆମେ ଯେତେବେଳେ ମାରୁଛେ, ଏବେ ମୁଁ ଗୋଟେ ଲଗ ଇନ କରୁଛି, ଦେଖ, ତାହେଲେ ତମେ ଜାଣିପାରିବ। ଲେଟ୍ ରେ ପିଲାମାନେ ଜଏନ କରୁଛନ୍ତି। ଏବେ ମୁଁ ଲଗ ଇନ କରୁଛି ଆକାଉଣ୍ଟ ଟା, ଦେଖ। ଓକେ, ଲଗ ଇନ କଲା ପରେ ଆନାଉନ୍ସମେଣ୍ଟ ଏସବୁ ଛାଡ। ଆକାଉଣ୍ଟ ଏଠି ବି ଆସିନି 12,500। ଆଉ ଗୋଟେ ଏଇଟା ମୋର ଅଲ୍ ସଲ୍ୟୁସନ ବୋଲି ଆଉ ଗୋଟେ ଆକାଉଣ୍ଟ, ମୋର ଦିଟା ଆକାଉଣ୍ଟ ମୁଁ କରିଥିଲି, ଗୋଟେ ମୋ ନାଁରେ ଆଉ ଗୋଟେ ଅଲ୍ ସଲ୍ୟୁସନ ନାଁରେ। ଠିକ ଅଛି। ତ କଣ ଦେଖଉଥିଲି, ହଁ, ଏଇଠି ଆମେ ସବୁତିକ ରେଡି କରିଦେଇଥିବା, ଗୁଗଲ ବଣ୍ଡିଙ୍ଗ ବଗେରା ସବୁ ରେଡି କରିଦେବା। ତାପରେ ଏଇଠି ଗୋଟେ ଜିନିଷଟା ଅଛି ଆମର, ୱିଡ୍ରୋଲ ଟା। ହଁ, ଡେପୋଜିଟ ମୁଁ କ୍ଲିକ କରୁଛି ଫାଷ୍ଟ, ଦେଖ। ଡେପୋଜିଟ ଯେତେବେଳେ କ୍ଲିକ କରିବ, କେତେଟା ଚେନ୍ ଅଛି ଦେଖ। BEP20 ଟା ହେଲା ବାଇନାନ୍ସ ର, ଟ୍ରନ୍ ଟା ବାଇନାନ୍ସ ର, ମାନେ BEP20 ବାଇନାନ୍ସ ର, ଟ୍ରନ୍ ଟା ସେମ୍ ବାଇନାନ୍ସ ରେ କର କି ଯୋଉ ଯୋଉ ୱାଲେଟ ରୁ କରୁଛ କର। ଏଠି ସୋଲାନା ଗୋଟେ ଆକ୍ଟିଭେଟ କରିଦେଇଛି। ତାପରେ ଏଇଟା ଯୋଉ ଲାଷ୍ଟ ଅପସନ ଦେଖୁଛ, TUFT BEP20, ଏଇଟା ହେଲା ତାର ପର୍ସନାଲ। ଏଇଟା ହେଲା ତାର ପର୍ସନାଲ, ଏଇ ଟ୍ରେଜର ଚେନ୍ ଟା, ଯୋଉଟା କି ସ୍ୱାପ ଲେଖିଛି ସେ, ଯୋଉଟା ସେ ଆକ୍ଟିଭେଟ ଏଯାଏଁ କରିନି, ମାନେ ଯୋଉଟା କି ଲାଇଭ କରିନି ଏଯାଏଁ। ତଥାପି ଏଇଠି ଗୋଟେ ଅପସନ ଟେ ସେ ଦେଇଦେଇଛି। ଯଦି ଏଇଠି ଅପସନ ଟା ଦେଇଛି, ତାହେଲେ ଲାଇଭ କରିବ ନିଶ୍ଚୟ, ହେଲା। ଆମେ ଯେତେବେଳେ ଦେଖ, ଏଇଠି ଯଦି ଆମେ ଡେପୋଜିଟ ଆଡ୍ରେସ ଉପରେ କ୍ଲିକ କରିବା, ଦେଖ BEP20 ଟା ମୁଁ କ୍ଲିକ କରିଛି, ତା ଆଡ୍ରେସ ଟା ଦେଖୁଥ, OX1 ମନେ ରଖ, ଲାଷ୍ଟ କୁ 3FA ମନେ ରଖ, ଏ 6ଟା ଫିଗର ମନେ ରଖ। ଏ ମୁଁ ଯଦି ଯିବି ଡେପୋଜିଟ ଆଡ୍ରେସ TUFT ର ଯିବି, TUFT ଡେପୋଜିଟ ଆଡ୍ରେସ ଯିବି, ଦେଖ OX 0X 3FA, ଦେଖିଲ ଦିଟା ଆଡ୍ରେସ ସେମ ରଖୁଛି। ସେମ ୱିଡ୍ରୋ ରେ ବି ସେମ, ଯେତେବେଳେ ତମେ ୱିଡ୍ରୋ ମାରିବ, ତାର ବି ଆଡ୍ରେସ ତମେ ସେମ ପାଇବ। ତମର ଯୋଉଟା BEP20 ରେ ଥିବ, ସେମ ଆଡ୍ରେସ ଟା ତମେ TUFT ରେ ମଧ୍ୟ ପାଇବ। ୱିଡ୍ରୋ ରେ TUFT ଟା ତମର ଆକ୍ଟିଭ ଅଛି, ଯୋଉଟା ମୁଁ ସେ ଟେଷ୍ଟିଂ ଫେଜ ରେ ଚେକ୍ କରିଥିଲି, ଦେଖିଥିଲି। ଏବେ ମୋର ହେଇ ସାରିଲା ପରେ ମୁଁ କିଛିଟା ଆନ୍ସର ଦେଇପାରିବି କି ହଁ ଏଇଟା ଟ୍ରୁ ବୋଲି। ୱିଡ୍ରୋ ମାରିଲେ ଆମର BEP20 ରେ ମାନେ TUFT ଟା ଆକ୍ଟିଭ ଅଛି, ସୋଲାନା ଆକ୍ଟିଭ ନାହିଁ, TUFT ଆକ୍ଟିଭ ଅଛି। ମାନେ ତାର ପର୍ସନାଲ ଚେଞ୍ଜ ଯୋଉଟା ସେଇଟା ଆକ୍ଟିଭ ଅଛି। ତା ଅର୍ଥ ଆମର ଇଏ ଯୋଉ ଟୋକନ ଯାକ ସେ USDT ରେ ବି ଦେଇପାରେ, କିମ୍ବା ଟୋକନ ରେ ଦେଇପାରେ। ଏ ଯାଏଁ ଡାଉଟ ରେ ଅଛି ମଣିଷ, ଏ ଯାଏଁ କନଫର୍ମ ନାହିଁ, ଯୋଉ ଯାଏଁ ଆମେ ପ୍ରାକ୍ଟିକାଲି ଜିନିଷଟାକୁ ଦେଖିନେ। ଠିକ। ତାପରେ ଏଇଟା ଗୋଟେ ଜିନିଷ ହେଲା। ନେକ୍ସଟ ଆଉ ଗୋଟେ ଜିନିଷ ତମକୁ ଦେଖେଇଥାନ୍ତି, ଯେବେ ଆମେ କ୍ଲିକ କରୁଛେ ୟା ଉପରେ, ବିଡିଂ ଉପରେ, ଦେଖିତ, ଯେତେବେଳେ ଆମେ ଅପସନ ଉପରେ କ୍ଲିକ କରୁଛେ, ଫାଷ୍ଟ ଇନିସିଆଲି କଣ ହଉଥିଲା, ଟାଇମ ମାଗୁଥିଲା ଆମକୁ। ଏବେ ଏଇଥିରେ ବି ଏବେ ଟାଇମ ଆସିଗଲା, ଟାଇମ ଆସିଗଲା।
ଆର ଥରେ ଟାଇମ୍ ଆସୁନଥିଲା, ଏବେ କିଛିଟା ସେ ଦେଖାଯାଉ କଣ କରୁଛି ସେ। ଖରାବେଳେ ଯାଏଁ ଟାଇମ୍ ଆସୁନଥିଲା, ଏବେ ଏଥିରେ ଟାଇମ୍ ମାଗି ଦେଇଛି। ଏଇଟା ଚେଞ୍ଜ କରିଦେଲା, ଟ୍ରେଜର ଫଣ୍ଡ କରିଦେଲା। ଟ୍ରେଜର ଫଣ୍ଡସ୍ liquidity in market depth. It earns fees from transaction fees by leveraging treasure funds liquidity in market depth. Okay. ତ ବହୁତ ଜଲ୍ଦି ବୋଧେ ଏଟାକୁ ସେ ଆମକୁ ଦେଇଦବ ଲାଇଭ, ୟା ସହିତ ଟ୍ରେଡିଂ ଟା ମଧ୍ୟ ଦେଇଦବ। ଏଇଟା ଦେଇଦେଲେ ବି ଟିକେ ରିଲାକ୍ସେସନ ମିଳିବ। ଏତିକି ଯାହା ଥିଲା ମୋ ନଲେଜରେ ଅଛି। ଆଉ କଣ ଏକ୍ସଟ୍ରା କିଏ ପାଇଥିଲେ କୁହ? ଆଉ କଣ କଣ କାହାକୁ ଡାଉଟ୍ ଅଛି, ଆମେ ସେ ସେକ୍ସନ ଟା କ୍ଲିୟର କରିବା। ଏତେ ଲେଟ୍ ରେ ଜଏନ୍ ହେଲେ କେମିତି କଣ ମିଟିଂ ଟା କଣ ବୁଝିବ? ଏତେ ଲେଟ୍ ଜଏନ୍ ହେଲେ ମିଟିଂ ସରିଲା ବେଳକୁ ଯଦି ଜଏନ୍ ହବ ତାହେଲେ କେମିତି କଣ ବୁଝିବ କୁହ? ହଁ, ଏବେ ଏତିକି ଭିତରେ କାହାର କଣ ଡାଉଟ୍ ଅଛି କି କଣ କିଛି କାହାର ହଉନି? ହଁ, ଆଉ ଗୋଟେ ଜିନିଷ କହିଦଉଛି, ଯାହାର ମାନେ ଏବେ ବଣ୍ଡିଙ୍ଗ ଏସବୁ ଯାହାର ହଉନି, ମାନେ ଗୁଗଲ ବଣ୍ଡିଙ୍ଗ ଇସ୍ୟୁ ହଉଛି କିମ୍ବା ଟୋକନ ଟା ରିସିଭ୍ ହଉନି ହେଲା, ଆମ ଏଣ୍ଡରୁ ଆମେ ସବୁ କାମ ସାରିକି ରଖିଦିଅ। ଯେମିତିକି ଗୁଗଲ ବଣ୍ଡିଙ୍ଗ ଲିଙ୍କିଙ୍ଗ ହଉ, ୱିଡ୍ରଲ୍ ଆକାଉଣ୍ଟ ଲିଙ୍କ ହଉ, ସବୁତିକ କାମ ସାରିକି ରଖିଦିଅ ହେଲା। ଯଦି ଆମର ଭିତରେ ଲିଙ୍କ ହଉନି, ମାନେ ଆଉ ତାର ଏକ୍ସଟର୍ନାଲ ପାର୍ଟରେ ବି ଲିଙ୍କିଙ୍ଗ ଅପସନ ଗୋଟେ ଦେଇଛି, ଯଦି ଲିଙ୍କ ହଉନି ହେଲେ ଏଠି ମୁଁ ଲଗ ଆଉଟ୍ କରୁଛି, ତାହେଲେ ଜାଣିପାରିବ ସେ ଏକ୍ସଟର୍ନାଲ ପାର୍ଟଟା କୋଉଠି ଅଛି। ଦେଖ ଦେଖଉଛି। ଏବେ ତମେ ଟ୍ରେଜର ଫନ୍ ମାର କି ଟ୍ରେଜର ଏନଏଫଟି ମାର, ଦିଟା ଗୋଟେକୁ ହିଁ ରିଟ୍ରାଇଭ୍ ହବ। ଲଗଆଉଟ୍ ହେଲା, ଲଗଆଉଟ୍ ହେଇନି। ସାଇଟ୍ ଏବେ ବି ଫୁଲି ଫଙ୍କସନେଟ୍ ନାହିଁ। ଦେଖିବ ଲଗ ଆଉଟ୍ କଲା ପରେ ତମର ଯେତେବେଳେ ଲଗଇନ୍ କରୁଛ, ଉପରେ ଗୋଟେ ଥିବ ୱାଲେଟ୍ କନେକ୍ଟ ବୋଲି ବଟନଟେ ଥିବ ହେଲା, ସେଇଠି ମଧ୍ୟ ଯାଇକି ଆମେ ୱାଲେଟ୍ ଟା କନେକ୍ଟ କରିପାରିବା। ବୁଝିପାରୁଛନ୍ତି? ୱାଲେଟ୍ କନେକ୍ଟ କରିକି ଏଇ ଡ୍ରପ୍ ଟା କ୍ଲେମ କରି ରଖିଥ। ଯଦି ସେ ଦେବ, ଦେଖ ଏଠି ୱାଲେଟ୍ କନେକ୍ଟ ବୋଲି ଆସିଲା ଅପସନ ଟା, ଦେଖ ଏଠି ୱାଲେଟ୍ କନେକ୍ଟ ଯେତେବେଳେ କରିବ, ଇଏ ବି ତମର ରିଟ୍ରାଇଭ୍ ହେଇଯିବ। ୱାଲେଟ୍ କନେକ୍ଟ କଲେ କୋଉ ୱାଲେଟ୍ କୁ କନେକ୍ଟ କରିବ? ଫାଷ୍ଟରେ ତ ଗୋଟେ କ୍ୟୁଆର କୋଡ ଦେଖିଲା, ଲାପଟପରେ କଲେ ଟିକେ ଜିନିଷ କ୍ଲାରିଟି ଆସୁଛି। ବାଇନାନ୍ସ, ସେଫପାଲ, ବହୁତ ସାରା ଅପସନ ଦେଇଛି। ଏତେ ଗୁଡିଏ ୱାଲେଟ୍ ସହିତ ସେ ଲିଙ୍କିଂ କରିଦେଇଛି ହେଲା। ତ ଏଇଟା ମଧ୍ୟ ତମେ ଏକ୍ସଟର୍ନାଲି ମଧ୍ୟ କରିପାରିବ। ତ ତା ପାଇଁ ୱରିଡ୍ ହୁଅନି, ଟାଇମ ବହୁତ ଅଛି। ଆଉ ଯାହାର ହେଇନି, ଆଜି ନହେଲେ କାଲି ହେଇଯିବ। ସାଇଟ୍ ଫୁଲି ଡେଭଲପ ହେଲା ପରେ ସେ ହେଇଯିବ ହେଲା। ୟା ବ୍ୟତୀତ ଆଉ କଣ ଡାଉଟ୍ ଅଛି କୁହ? ଓକେ, ଅନୁଜ କୁହ। ନାଇଁ, ମୁଁ କଣ କହୁଥିଲି, କାଲି ଯୋଉ କହିଲି ଭିଡିଓ କରିବା ପାଇଁ, ଆମର ତିନିଟା ଯୋଉ ଲିଙ୍କ କରିବା ପାଇଁ, ଟିକେ ଭିଡିଓ କରି ଛାଡୁନାହାନ୍ତି ଟିକେ, ସେଟା ଆମେ ଭଏସ ଟା କରିପାରୁନୁ, ବହୁତ ପିଲା ଅପେକ୍ଷାରେ ଅଛୁ। କଣ ୱାଲେଟ୍ ଲିଙ୍କିଂ ର? ନାଇଁ, ଆମେ ବହୁତ ପିଲା ଅପେକ୍ଷାରେ ଅଛୁ ସେ ଭିଡିଓଟା କରିବା। ମୁଁ ଭିଡିଓ ଛାଡିଛି ପରା ୱାଲେଟ୍ ଗ୍ରୁପରେ। ଲିଙ୍କିଂ ନାହିଁ, ଆଉ ଆମର ୱିଡ୍ର ପାଇଁ ଯୋଉ ହଁ ହଁ, ହଁ ଛାଡିଛି, ଭିଡିଓ ଛାଡିଛି, ଦେଖ ଗ୍ରୁପଟା ପାଇଁ ଦେଖ। ଦରକାର ସେଟା। ଏବେ ଦେଖ ଆଉଥରେ ବତେଇ ଦଉଛି। B20 TRC ସୋଲାନା। ଶୁଣ ଶୁଣ, ସବୁ ହୁଁ, ସବୁ ଛାଡିଛି ମୁଁ ୟୁଟ୍ୟୁବରେ, ଦେଖ ସବୁ ଛଡା ହେଇଛି। ୟୁଟ୍ୟୁବରେ ଯଦି ତମେ ମାରିବ, ଆମେ ଏଇଠୁ ଯାଇନୁ ଦେଖିନୁ। ଦେଖ ମୁଁ ତମକୁ ବତେଇ ଦଉଛି। ଯଦି ହ୍ୱାଟ୍ସଆପରେ ବହୁତ ସାରା ଇଏ ଥିବ, ଭିଡିଓସ୍ ଥିବ, ପାଉନଥିବ, ଏଇଠି ୟୁଟ୍ୟୁବରେ ଆମେ ମାରିଦେବା। କହିଦିଅନ୍ତୁ ଟିକେ। ଦେଖ ୟୁଟ୍ୟୁବରେ ଦେଖ ମାରିବ ଟ୍ରେଜର ଫନ୍ ହୁଁ, ଓଡିଶା, ଏଇଟା ମାରିଦବ, ଟ୍ରେଜର ଫନ୍ ଓଡିଶା ମାରିଦବ। ହୁଁ, ଦେଖ ଏଠି ପାଇବ ଟ୍ରେଜର ଫନ୍ ଓଡିଶା। ଏଇଟା ଆମର ଆମର ଲିଙ୍କଟା, ଆମର ମିଟିଂ ସବୁ ରହୁଛି। ଟ୍ରେଜର ଫନ୍ ୟା ଉପରେ କ୍ଲିକ୍ ହୁଁ, କରିଦବ।
ତାପରେ ଏ ଚ୍ୟାନେଲ କୁ ଯିବ, ଟ୍ରେଜର ଫୋନ ଓଡିଶା ଚ୍ୟାନେଲ କୁ ପଳେଇବ। ଏଠି ତମେ ସବୁ ଭିଡିଓ ପାଇଯିବ। ଟେକନ କ୍ଲମ ରିଜଲ୍ଭ ଏଠି ଲେଖା ହେଲା। ଏଠି ସର୍ଟସ ରେ ପଳେଇବ ଦେଖିବ, ଏଠି ଲେଖା ହେଇଥିବ କି ନା ୱାଲେଟ ସେଟା କ୍ରେଡିଟ। ଆଡ୍ରେସ ଟିକେ ଶୁଣନ୍ତୁ। ହଁ କୁହ। ସେ ଆଡ୍ରେସ ଟା ଯୋଉ ମାଗୁଛି, ସେ ଆଡ୍ରେସ ଟା କୋଉଠୁ ଆଣି କୋଉଠି ପେଷ୍ଟ କରିବୁ ସେଇଟା ଟିକେ କହିଦିଅନ୍ତୁ। ସେଇଟା ଦିଆ ହେଇଛି ପରା, ଏଇ ଭିଡିଓ ଆଡ୍ରେସ ଟା ଟା ମୁଁ ପୁରା ଦେଖ ଆଣିପାରୁନି। ଏ ଭିଡିଓ ଟା ପୁରା ଦେଖ ଜାଣିପାରିବ। ମୁଁ ଆଉଥରେ ରନ୍ କରିଦଉଛି ଭିଡିଓ ଟା ଦେଖ। ହ୍ୟାଲୋ। ହେଲା ଦେଖ, ଡିଟେଲସରେ କୁହାଯାଇଛି ଉପରେ ଆଡ୍ରେସ କ୍ଲିକ୍ ଟା କରିବ ସେଭ୍ କରିବ। ଠିକ ଅଛି। ହେଲା, ଗୋଟେ ପପ୍ ଟେ ଓପନ୍ ହେବ ଏମିତିଆ। ଦେଖ ଆଡ୍ରେସ୍, ଲଗ୍ଇନ୍ ପାସୱାର୍ଡ଼, ଇମେଲ୍, ଇମେଲ୍ କୋଡ଼୍, ଗୁଗଲ୍ ଭେରିଫିକେସନ୍ କୋଡ଼୍। ଠିକ୍ ଅଛି। ଆଡ୍ରେସ ଟା କୋଉଠୁ ଆଣିବ? ଦେଖୁଛ ନା? 0786 ସବୁ ଡିଟେଲସ ରେ ଅଛି। ଠିକ ଅଛି ଭିଡିଓଟା ଅଛି ଭିଡିଓ ଟା ଦେଖିଦବା। ପୁରା ଡିଟେଲସ ରେ ଅଛି। ମୁଁ ଆଉଥରେ ଗ୍ରୁପ ରେ ଲିଙ୍କ ଟା ସେୟାର କରିଦଉଛି, ତମେ ଦେଖିପାରିବ। ହଁ, ଆଉ କଣ ଡାଉଟ ଅଛି? ରହିଥାଅ, ଟିକେ ଏଇଟା ଆଉ ଖୋଲିଦିଏ। ଡାଉଟ କିଛି ନାହିଁ, ଆପଣ ତ ୱିଡ୍ରୋ ଟା ମାରିଲେ ତାପରେ ତ ଚାଲିବ ସବୁ କାମ। ହଁ, ଏଇଟା କାହିଁ ସ୍ଲୋ ହଉଛି? ଏଟା ଆଜି ସ୍ଲୋ କାହିଁ ହଉଛି? ଠିକ ଅଛି। ଆଉ କାହାର କିଏ କଣ କ୍ୱେଶ୍ଚନ ରେଜ କରୁଛି? ଫାଷ୍ଟ ମୁଁ ସ୍କ୍ରିନ୍ ସେୟାରିଂ ଟା ଅଫ୍ କରୁଛି ଟିକେ। ହଁ, ନେକ୍ସଟ ଆମେ ପୂର୍ଣ୍ଣଚନ୍ଦ୍ର ତ ଏବେ ଆସିଲେ। ଆଉ କାହାର? ହଁ, ଶୁଭମ କୁହ, କଣ ଡାଉଟ ଅଛି? ସାର୍ ଯୋଉ ଆପଣ ଯୋଉ କହୁଛନ୍ତି ଯୋଉ 7,500 ଟୋକେନ, ହଁ ସାର୍ ସେଟା କୌଣସି ଅଫିସିଆଲ ଅପଡେଟ କି? ହଁ, ଦେଖ ଅଫିସିଆଲ ଅପଡେଟ ହେଲେ ଯୋଉ ଆମର ଡିକ୍ଲାରେସନ ହେଲା କି କମ୍ପାନୀ କାହିଁକି ପକେଟ ରୁ ପଇସା ଦବ, ଆ ମାନେ ହୁଁ ସିନିୟର୍ସ ମାନଙ୍କ ଥ୍ରୁ ଆମେ ପାଇଲୁ ଖବର ଟା କି ସେ ଟୋଟାଲ 12,500 ଟା ଏବେ ତମକୁ କମ୍ପାନୀ ପେ କରିଦବ, ସେଇଠି ତମେ ଆକ୍ଟିଭେସନ କରିବ। କାଲି ରାତିରେ ମୁଁ ପାଇଥିଲି। ଆଉ ସକାଳୁ ଉଠିଲା ବେଳକୁ ହୁଁ ସେ 12,500 କେତେ ଜଣଙ୍କୁ କ୍ରେଡିଟ କରିଛି, ମାନେ ସମସ୍ତଙ୍କୁ ଦେଇନି, କେତେ ଜଣଙ୍କୁ କ୍ରେଡିଟ କରିଛି ଟେଷ୍ଟିଂ ଫେଜ ରେ। ହେଲା, ତ ସେଇ ହିସାବରେ ଏମିତି ନାହିଁ କି ଜଣ ଦି ଜଣ ଦବ ଆଉ କାହାକୁ ଦବନି, ବଟ ସମସ୍ତଙ୍କୁ ଦବ ବୋଲି କମିଟମେଣ୍ଟ ଅଛି। ସେ 12,500 ଟୋକନ ସମସ୍ତଙ୍କୁ ଦବ। ଆଉ ଗୋଟେ କୋଶ୍ଚିନ୍ ଥିଲା ସାର୍, ଯୋଉ ଆମର ଟ୍ରେଜର ଏନେପ୍ଟ ର ଯୋଉ ଟିମ୍ ଆମର ଯୋଉ ମାନେ ଥିଲେ, ସେଇଟା ଆମର ଏନ୍ଏଫଟି ଫଣ୍ଡ କୁ ଟ୍ରାନ୍ସଫର ହବ ନା ଡେଟା? ହଁ, ଟ୍ରେଜର ଏନଏଫ ଫଣ୍ଡ ରୁ ହିଁ ଟ୍ରାନ୍ସଫର ହବ। ସାର୍ ଏବେ ଯାଇ ହେଇନି ମାନେ କେବେ ଯାଏଁ ଦେଖ, ମାନେ ହଁ ଏବେ ଶୁଭମ ଗୋଟେ ଭଲ କୋଶ୍ଚିନ୍ ଟେ ପଚାରିଲା। ଓକେ, ଦେଖ ତମର ଯେତେ ମେମ୍ବର୍ସ ଥିଲେ, ତମର ଏ ବି ସି ରେ ଯେତେ ମେମ୍ବର ଥିଲେ, ସେ ଏପର୍ଯ୍ୟନ୍ତ ତମକୁ ଦେଖେଇନି ସତ, ହୁଁ ବଟ୍ ହୁଁ ତମର ବି ରେ ଏବେ ସପୋଜ ଶୁଭମର ଏ ବି ସି ରେ ଯେତେ ପିଲା ଅଛନ୍ତି, ଯଦି ତାଙ୍କ ଭିତରୁ କିଏ ଗୋଟେ ରିଜର୍ଭେସନ ନଉଛି, ଏଲିଜିବଲ ହେଇଯାଉଛି ରିଜର୍ଭେସନ ପାଇଁ, ଓକେ, ଭାବ କି ତା ୱାଲେଟ ରେ ତାର USDT 50 ତା ୱାଲେଟ ରେ ଶୋ ହେଲା। ବୁଝିପାରୁଛ ମୁଁ କଣ କହୁଛି? ହଁ ସାର୍। କନସେପ୍ଟ ଟା ବୁଝିବ। ଦେଖ, ଏବେ ତକ ଶୁଭମ ଜଏନ କଲା ଅନୁଯୋଗ, ଠିକ ଅଛି, କିନ୍ତୁ ଏବେ ତାର ଏ ବି ସି ମେମ୍ବର 00 ବତଉଛି। କାହିଁକି ନା ତାର ଏବେ ୱାଲେଟ ରେ ବାଲାନ୍ସ କିଛି ନାହିଁ। ଠିକ ଅଛି, ଯେତେବେଳେ ଅନୁଜର ୱାଲେଟ ରେ USDT 50 ଆସିଯିବ, ଆଉ ସେ ରିଜର୍ଭେସନ ନବ, ସେତେବେଳେ ତମକୁ କମିଶନ ଆସିବାଟା ଥୁଆ। ଯଦି ତମେ ଲେବଲ 2 ରେ ଥିବ, କମିଶନ ଆସିବାର ଏମିତି ନାଇଁ କି ଅନୁଯୋଗ ଆଉ କିଏ ନେଇଯିବ, ସେ ତମ ଅଣ୍ଡରରେ ହିଁ ସବୁବେଳେ ପାଇଁ ଅଛି। ହୁଁ ହୁଁ ଯୋପର୍ଯ୍ୟନ୍ତ ତାର ଆକ୍ଟିଭେସନ ଷ୍ଟେଜ କୁ ଯାଇନି। ଏବେ ଆମେ କେହି ହେଲେ ଆକ୍ଟିଭେସନ ଷ୍ଟେଜ କୁ ଯାଇନି। କନସେପ୍ଟ ଟା ବୁଝ। ଟ୍ରେଜର ଫଣ୍ଡ ଟା ମାଇଗ୍ରେଟ ହେଇଗଲା, ବଟ ଏବେ ଆଇଡି ଆକ୍ଟିଭେସନ କୁ ଯାଇନି। ବୁଝିପାରିଲ ତ? ଆଉ ସେ ମେମ୍ବର ଆମେ ଡେମୋ ସରିଲାଣି, ତା ଉପରେ ଡେମୋ ବି ସରିଲାଣି। ଏଇଟା ମୁଁ କହୁଛି ପ୍ରାକ୍ଟିକାଲ ଜିନିଷଟା କହୁଛି। ଯିଏ ବି ମୋର କିମ୍ବା କାହାର ଏ ବି ସି ର ଅଛି, ସେ ଯଦି ଟ୍ରେଡ ନଉଛି କି ରିଜର୍ଭେସନ ନଉଛି, ତା କମିଶନ ଟା ଆମକୁ ଆସୁଛି ଫିକ୍ସ, କିଛି ଅସୁବିଧା ନାହିଁ। ଆଉ ଯୋଉ ଲେବଲରେ ଆମେ ଅଛୁ, ସେଇ ଲେବଲରେ ହିଁ କମିଶନ ଆସୁଛି। ପଏଣ୍ଟ ଟା କ୍ଲିୟର ହେଲା ତ?
ହଁ ସାର୍ ଆପଣ ମାନେ କହିବା ମୁତାବକ ମାନେ ଯାହାର ୱାଲେଟ ବାଲାନ୍ସ 50 ସେପଟ ହବ ଯିଏ ଟ୍ରେନ୍ ନେବ ତାର ଆକାଉଣ୍ଟ ଆକ୍ଟିଭେସନ ହେଇଯିବ। ହଁ ତାପରେ ସେ ଆମର ଯୋଉ ନମ୍ବର ଅଛି ସେଇଟା ନମ୍ବର ଆମର ପଡିବ ଆଉ ଯୋଉ ଟିମ୍ ହଁ ସେ ମେମ୍ବର। କମିଶନ ତମକୁ ଅଟୋମେଟିକ ଆସିବ, ଆଉ କେହି ନେଇପାରିବେନି ତା ମେମ୍ବର। ସାର୍ ଆମେ ଟ୍ରେଡ୍ ଟା କେବେ ନବୁ? ରିଜର୍ଭେସନ ଆଜ୍ଞା ରିଜର୍ଭେସନ ରିଜର୍ଭେସନ ହଁ, ରିଜର୍ଭେସନ ଟା ଯଦି ତମର ୟୁଏସଡିଟି ତମେ 50 ରଖିଲ, ଯଦି ତମର ୟୁଏସଡିଟି 50 ଆସିଲା, ଦିଟା ବାଲାନ୍ସ ଅଛି ତମର ଦେଖ, ଗୋଟେ ଟୋକନ ଆଜ୍ଞା ବାଲାନ୍ସ ଅଛି, ଗୋଟେ ୟୁଏସଡିଟି ବାଲାନ୍ସ ଅଛି ହେଲା। ଆଜ୍ଞା ଆଜ୍ଞା ଟୋକନ ବାଲାନ୍ସ ଟା ତମେ ରିଜର୍ଭେସନ ନେଇପାରିବେନି, ଟୋକନ ବାଲାନ୍ସ ଟା ଆଜ୍ଞା କେବଳ ଷ୍ଟେକ୍ ରୁ ପାଇବ, ଠିକ ଅଛି। ଆଉ ଯୋଉ ଆଜ୍ଞା ଆଜ୍ଞା ୟୁଏସଡିଟି ଟା ତମେ ବିଡିଂ ରୁ ପାଇବ, ଟ୍ରେଡିଂ ରୁ ପାଇବ, ତାପରେ ରିଜର୍ଭେସନ ରୁ ପାଇବ। ଏବେ ତମକୁ ତ ଟ୍ରେଡିଂ ବି ଦେଇଦବ ସେଇ ଭିତରେ, ବୁଝିଲେ କି ନାଇଁ? ତ ଆଜ୍ଞା ହଁ ସେଇଟା ଦେଲେ ୟୁଏସଡିଟି ପାଇବ ଆଉ ଡାଇରେକ୍ଟ ଡିପୋଜିଟ କରିପାରିବ। 4ଟା ଅପସନ ଅଛି, ବୁଝିଲେ କି ନାଇଁ? ଆଜ୍ଞା ତାପରେ ବି ଆଜ୍ଞା ତମେ ରିଜର୍ଭେସନ ଏ ସବୁ ନେଇପାରିବ। ଆଜ୍ଞା ବୁଝିଲି। ହଁ ରଞ୍ଜନ କଣ ଡାଉଟ୍ ଅଛି? ହ୍ୟାଲୋ ହଁ କୁହ। ହ୍ୟାଲୋ ହଁ ରଞ୍ଜନ ଗୁଡ୍ କୁହ। ଇଭିନିଂ ସାର୍। ହଁ ଗୁଡ୍ ଇଭିନିଂ। ସାର୍ ମୁଁ ଗୋଟେ କରିଥିଲି ଯୋଉ ଟପ୍ ଟା ଯୋଉ ହେଇଥିଲା 5000 ର। ହଁ ହଁ ହ୍ୟାଲୋ ସେଇଟା ମୁଁ କରିଲା ପରେ ସେଇଟା ମାନେ ଟ୍ରେଜର ଫଣ୍ଡ କଲା ବେଳେ ହଁ ସେଇଟା ହେଲାନି। ସେଇଠୁ ଆପଣ କହିଲେ କି କୋଉଥିରେ ଯୋଉ ଏୟାରଡ୍ରପ ରୁ ଆଣିକି କରିବା କଥା। ହଁ ହ୍ୟାଲୋ ହଁ 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 ଏୟାରଡ୍ରପ ରେ କପି କରି ମୁଁ 5000 ପାଇଗଲି। ପାଇଗଲ ତ? ହଁ ପାଇଗଲି। ହଁ କିନ୍ତୁ ଏବେ 75000 କଲାସୁକୁ ସେଇଟା ନଟ୍ ଏକ୍ଜିକ୍ୟୁଟେଡ୍ ଲେଖୁଛି। ଆଉ କିଛି ନାହିଁ, ଥରେଟେ ତମେ ଏୟାର ଡ୍ରପ ମାରିଦେଇଛ ମାନେ ସେକେଣ୍ଡ ଟାଇମ ଆଉ ଏୟାର ଡ୍ରପ ମାରିବନି, ସେ ଅଟୋମେଟିକ କ୍ରେଡିଟ ହବ। 7500 ଅଟୋମେଟିକ କ୍ରେଡିଟ ହବ, ତାର କିଛି ଟେନସନ ନାହିଁ। ଓହୋ ଓକେ ହଁ ଓକେ ଥ୍ୟାଙ୍କ ୟୁ ସାର୍। ହଉ ସାର୍ ମୁଁ ଗୋଟେ ଜଣଙ୍କୁ ରେଫର ଦେଇଥିଲି। ହଁ ସାର୍ ତାର ବାଇନାନ୍ସ ହିଁ ଆଗରୁ ହିଁ ବାଇନାନ୍ସ ତାର କରିନଥିଲି। ହଁ ହଁ ତାର ବାଇନାନ୍ସ ହିଁ ଆପ୍ ହିଁ ଓପେନ ହିଁ କରିନି, ଯାହା ଖାଲି କରିଦେଇଥିଲି ରେଫର କରିଦେଇଥିଲି, ତାର ବାଇନାନ୍ସ ଟା କରିନଥିଲି। ଓକେ ଆଉ ସେ ଲେଡିଜ ଟା ତ ତାର ଗୋଡ ଟା ମାଡ ହେଲା, ସେ ଆସିପାରିଲାନି ବି କରିପାରିଲେନି। ତ ହଁ ଏବେ ଯୋଉ ଏଇ ବାଇନାନ୍ସ ରେ ମାନେ ଡାଇରେକ୍ଟ କଲେ କିଛି ପ୍ରୋବ୍ଲେମ ନାହିଁ ନା ଆଉ କଣ କରିବାକୁ କିଛି ପଡିବ? କିଛି ଅସୁବିଧା ନାହିଁ, କରିପାରିବ ତମେ ଫ୍ରେଶ କରିପାରିବ। ଏବେ ଯେମିତି କରିଥିଲି ସେମିତି କରିପାରିବି ତ, ମୋର ଯେମିତି ହଁ କଲି? ହଁ 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 କିଛି ଅସୁବିଧା ନାହିଁ। ଓହୋ ଆଉ କିଛି ଆଧାର କାର୍ଡ ଏଗୁଡା ଯୋଉ ଡକ୍ୟୁମେଣ୍ଟ ଲାଗୁଥିଲା କିଛି ଦରକାର ନାହିଁ ନା? ବାଇନାନ୍ସ ରେ ଲାଗିବ କେୱାଇସି ପାଇଁ, ବାଇନାନ୍ସ ର ଡକ୍ୟୁମେଣ୍ଟ ତାର ଅଲଗା ସେକ୍ସନ। ମାନେ ସେଇଟା ଫାଷ୍ଟ ବାଇନାନ୍ସ ଟା କରିବାକୁ ପଡିବ ଆଧାର କାର୍ଡ ଏଗୁଡା ଦେଇକି ନା? ହଁ ହଁ ଏଇଟା କଲା ପରେ ଆଡ୍ରେସ ଆଡ କରିବି। ହଁ ଡିପୋଜିଟ୍ ଆଡ୍ରେସ ସବୁ ଆଡ୍ରେସ ସବୁ ଅପଡେଟ କରିବ। ଓହୋ ନେକ୍ସଟ ଆଉ କାହାର କିଛି ଡାଉଟ୍ ଅଛି? ହଁ ସୁନିଲ କୁହ। ମୋର ଡାଉଟ କଣ କି ଯୋଉ ଆମର ଏବେ ଯୋଉ ଷ୍ଟାକ ରେ ଯୋଉଟା ପଡିଛି ହଁ ହଁ ହେଲା କି ହଁ ଷ୍ଟାକ ରୁ ଆମକୁ କଣ ଟୋକନ ଷ୍ଟାକ ରୁ ଟୋକନ ରିସିଭ ହବ। ଭଏସ ଟା କଟୁଛି ସୁନିଲ। କେମିତି ହବ ଆମେ ତ ହ୍ୟାଲୋ ସୁନିଲ ଆବାଜ ଆସୁନି। 50 ହେଲା ପରେ କରିବା। 50 ୟୁଏସଡିଟି ହେଲା ପରେ ରିଡିମ୍ ହବ। 50 ୟୁଏସଡିଟି ଅର୍ଥ କେତେ? ଟୋକନ କେତେ ଆମର ଦିନକୁ ଆସୁଛି 20 ୟୁଏସଡିଟି ର ଟୋକନ ଆସୁଛି 5000 ହେଲା। ତାହେଲେ 15000 ହଁ 3 ଦିନରେ ଆସିବ 15000 ଟୋକନ ଅର୍ଥ $60 ସେଟା ହେଲା। ଯେତେବେଳେ 60 ହେଇଗଲା ସେଇଟା କଣ ସେଇ ହଁ ଟୋକନ ଟାକୁ ଆମେ ରିଜର୍ଭେସନ କରିପାରିବା? ନା ସେ ଟୋକନ ଟାକୁ ତମେ ରିଡିମ କରିକି ଆଣିବ ଟୋକନ ୱାଲେଟ କୁ ହେଲା। ତାପରେ ଟୋକନ ଟାକୁ ଆମେ ରିଜର୍ଭେସନ କରିପାରିବା? ଟୋକନ ୱାଲେଟ ଟାକୁ ସେଟା କେମିତି ୟୁଜ କରିବ, ୱିଡ୍ର କେମିତି ମାରିବ, କେମିତି ୟୁଜ କରିବ ସେ ଅପଡେଟ ଟା ଆମକୁ ଜଣା ପଡିବ ସୋମବାରେ, ଯେତେବେଳେ ଆମର ଡେମୋ ସରିବ ହେଲା। ଠିକ ଅଛି ଠିକ ଅଛି ହଁ ହଉ ଓକେ। ଏବେ ଟୋକନ ଟାକୁ କେମିତି ଆମେ ୱିଡ୍ର କରିବା ତା ଉପରେ କ୍ଲାରିଟି ନାହିଁ। କାଲି ତ ସୋମବାର, ହଁ ଓକେ କାଲି ଆମକୁ କ୍ଲାରିଟି ଆସିଯିବ କଣ ହଉଛି। ଠିକ ଅଛି। ହଁ
ନେକ୍ସଟ ଆଉ କାହାର କିଛି ଡାଉଟ୍ ନଥିବ ବୋଧେ? ଅନୁଜ ହଁ କୁହ। ମୁଁ କହିଲି କାଲି ଯୋଉ ଆମର ଷ୍ଟେଜ୍ ଓପେନ୍ କରିଛନ୍ତି ସେ ହଁ ଯୋଉ ଟୋକେନ୍ ତମର ଆସିଥିଲା ଯୋଉ ସେଟା ଏଜେଣ୍ଟ କେତେ ଆସିଲାଣି? କାଲି ଥିଲା 5,000 ଆଜି ହେଇଛି 10,000 ପୁଣି କାଲି ସକାଳକୁ ହେଇଯିବ 15,000 ଅର୍ଥ ଫୁଲଫିଲ୍ ହେଇଗଲା ରିଡିମ୍ 15 କରିବା ପାଇଁ। ନା ହଁ ନା ନା ଆପଣଙ୍କର କଣ୍ଟିନ୍ୟୁ ଆସୁଛି ତ? ହଁ 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 ତାର କିଛି ଅସୁବିଧା ନାହିଁ। ହଁ ନା ସେଇଟା ଆସୁଛି ନାହିଁ ଜାଣିବା ପଡିବ ଆପଣ ଆସିଲା ପରେ ତ ୱିଡ୍ର କରିବେ ସୋମବାର ତ କାଲି ଉପଳବ୍ଧ କରିବେ ହଁ କାଲି ସେଟାକୁ ଆମେ କାଲି ଡେମୋ ମିଟିଂରେ କରିକି ଜଣା ମୁଁ ପଡିବ ଭିଡିଓ ହଁ ସେଇଟା ମୁଁ ହେଲେ ଭିଡିଓ ମାଧ୍ୟମରେ ତମକୁ ଜଣେଇବି। ନା ସେଇଟା ଆସୁଛି ନାହିଁ ସମସ୍ତେ ଜାଣିବା ଦରକାର ନା। ହଁ ହଁ ଆସୁଛି କିଛି ଅସୁବିଧା ନାହିଁ। ହଉ ଠିକ ଅଛି। କାଲି ଆସିଲା ପରେ ସେଟା ଗ୍ରୁପରେ ପକେଇବା କାଇଁ ବ୍ୟସ୍ତ ହଉଛୁ? ହଁ ଗ୍ରୁପରେ ପକେଇବା। ହଉ ଇଏ କିଏ ପିପି ଟେକ୍ନିକାଲ କୁହନ୍ତୁ। ପିପି ଟେକ୍ନିକାଲ କିଏ ହାତ ଟେକିଛନ୍ତି? ପିପି ଛାଡ ସେ ହାତ ବାଜି ଯାଇଥିବ ବୋଧେ। ହ୍ୟାଲୋ। ହଁ କୁହ। ହଁ ମୁଁ ପିଣ୍ଟୁ ଭାଇ କହୁଥିଲି ପିଣ୍ଟୁ ଭାଇ କି ବୋଧେ। ମୋର ଆମର ଯୋଉ ବର୍ତ୍ତମାନ ସୋଲାନା ବାଇନାନ୍ସ ଯୋଉ ଆମର ଲିଙ୍କ ହେଇକି ଅଛି ଆଡ୍ରେସ ଯାକ ବାଇନାନ୍ସ ର ହଁ ହଁ ସେ ଆଡ୍ରେସ ଗୁଡା ପୁଣି ଏଡିଟ କରିବା ପାଇଁ ହେଲେ ମୁଁ ମୋର କମ୍ପ୍ୟୁଟରରେ ଲଗ୍ଇନ କରିକି ମୋ ମୋବାଇଲ ର ବାଇନାନ୍ସ କୁ ଲିଙ୍କ କରିବା ପାଇଁ ଆଡ୍ରେସ ଯାକ ନା କିଛି ଇସ୍ୟୁ ହବ? କିଛି ଇସ୍ୟୁ ନାହିଁ ଯେମିତି କରିପାରିବ। ମାନେ ମୋର ପିସିରେ ମୁଁ ସେଟା ଲଗ୍ଇନ କରିବି ମୋର ଟ୍ରେଜର ଫଣ୍ଡ ଟାକୁ ତାର ଏଡିଟ ଅପସନ ଯାଇକି ତମେ ୱିଡ୍ରାଲ ର ଏଡିଟ ଅପସନ ଯାଇକି ବାଇନାନ୍ସଟାକୁ ବି ପିସିରେ ଲଗ୍ଇନ କରିଦଉନ ହବ। ହେଇପାରିବ ନା? ହଁ ହଁ ବାଇନାନ୍ସ କୁ ହଁ। ଯୋଉ ମେଲ ତମେ ବାଇନାନ୍ସ ଟା ଦେଇଛ ମୋବାଇଲ ରେ ସେମ ମେଲ ରେ ବାଇନାନ୍ସ ରେ ଲଗ୍ଇନ କରିଦବ ପିସି ରେ। ତାହେଲେ ଠିକ ଅଛି କିଛି ଅସୁବିଧା ତାହେଲେ ନାହିଁ ତାହେଲେ ନାଇଁ ମୋର ହଁ ଏଇଟା ଟିକେ ଲୋ କ୍ୱାଲିଟି ଫୋନ ଟା ତ ଏପାକେ ଫୋନ ର ପେଜ ଟାକୁ ଓପନ କରି ଗଲା ବେଳେ ସେପାକେ ପୁଣି ପୁଣି ରିଷ୍ଟାର୍ଟ ହେଇଯାଉଛି ପେଜ ଟା ତ ମତେ ଏରର ରହୁଛି କରିବା ପାଇଁ। ନାଇଁ ନାଇଁ ପିସି ରେ ଲଗ୍ଇନ କରୁନ ହବ। ହଁ ଠିକ ଅଛି ଠିକ ଅଛି। ହଁ ନେକ୍ସଟ ଠିକ ଅଛି ତାହେଲେ ଆମେ ମିଟିଂ ଟା କ୍ଲୋଜ କରିବା। ନେକ୍ସଟ ଆମେ କାଲିକୁ ଅପଡେଟ ପାଇଲେ ଇଏ କରିବା ଆଉ। ଆଚ୍ଛା କେତେ ଜଣଙ୍କର ହଁ ଆସେଟ ହଁ ରେ ଗଲା ବେଳକୁ ସେ ଅଟୋମେଟିକ ଦେଖଉଛି ଆଡ୍ରେସ ସବୁ? କାର କେତେ ଜଣଙ୍କର ମୁଁ ଚେକ୍ କଲି ହଁ ଆଡ୍ରେସ ଅଟୋମେଟିକ ସବୁ ଶୋ ହଉଛି ତିନିଟା ଯାକ। ଆଡ୍ରେସ ଅଥେଣ୍ଟିକେସନ ନାଇଁ ଆଡ୍ରେସ ଅଟୋମେଟିକ ଶୋ ହଉଛି। ଏଡିଟ କରିବାକୁ ଅଟୋମେଟିକ ଶୋ ପଡିବ। ହେଲେ କ୍ରସ୍ ମାନେ ଚେକ୍ କରିଦବ କ୍ରସ୍ ଚେକ୍ ନାଇଁ ନାଇଁ କରିଦବ କି ଅମଜଦ ହଁ ଅମଜଦ ଶୁଣ ହଁ ଗୋଟେ ଜିନିଷ କଣ ହେଇଛି ମୁଁ ବି ସେ ଜିନିଷ ଲକ୍ଷ୍ୟ କରିଛି କେତେଟା ଜାଗାରେ ହଁ କିଛି ଆମର ଯୋଉ ଡେଭଲପମେଣ୍ଟ ଚାଲିଛି ବର୍ତ୍ତମାନ ୱେବସାଇଟ ଟା ହଁ ତାଙ୍କେ କଣ କରୁଛନ୍ତି ମାନେ ଆଡ୍ରେସ ଟା ବି ଅଲ୍ଟିମେଟଲି ମର୍ଜ ହଉଛି ବୁଝିପାରିଲ ନାଇଁ ଓକେ ଯୋଉ ହଁ ଆମର ଆଡ୍ରେସ ପେପ୍20 TH20 ଆଉ ସୋଲାନା ଆଡ୍ରେସ ଲିଙ୍କ କରିଛେ ହଁ ସେଗୁଡା ବି କିଛି ଜଣଙ୍କର ଅଟୋମେଟିକ ମର୍ଜ ହେଇଯାଇଛି ବୁଝିପାରିଲ ହଁ ନାଇଁ ହଁ ହଁ ହୁଁ ହଁ ଯୋଉଟା କି ଏବେ ଦେଖୁଛି ଆମେ ଯଦି କହିବାକୁ ଗଲେ କି ସାଇଟ ଟା ଆମର କମ୍ପ୍ଲିଟ ହେଇନି ଅଣ୍ଡର ପ୍ରୋସେସ ଅଛି। ଏବେ ପଣ୍ଡା ବାବୁ ଯଦି ହଁ ଆପଣ ଦେଖୁଛି ସେମିତି କୌଣସି ଆଡ୍ରେସ କାହା ଦେଖଉଛି ଆଗରୁ ଆପଣ କହୁଛନ୍ତି ତାହେଲେ ଆପଣ ହଁ ଗୋଟେ କାମ କରିବେ ଖାଲି ତାଙ୍କ ଆଡ୍ରେସ ଗୁଡା ଚେକ୍ କରିଦେବେ କ୍ରସ୍ ଚେକ୍ ବାଇନାନ୍ସ କରିଦବ ଆଡ୍ରେସ ସହିତ ମ୍ୟାଚ କରେଇଦେବେ ଠିକ ଅଛି ନା ନାଇଁ ଯଦି ଠିକ ଥିବ ଆଉ ଚେଞ୍ଜ କରିବେନି ଆଉ। ଆଚ୍ଛା ଠିକ ଅଛି ହଉ ହଉ ହଉ। ଓକେ ଆଚ୍ଛା ଭି ଆଣ୍ଡ ଆଜି ମୁଁ ହଁ ଚେକ୍ କରୁଥିଲି ଏବେ ଜଷ୍ଟ ଅଧଘଣ୍ଟା ଭିତରେ ପ୍ରାୟ ଲୋକଙ୍କର କାହାର ବି ଆସିନି 5 ହେଇକି ସମସ୍ତଙ୍କର ଅଛି ପ୍ରାୟ। ଆସିଯିବ ରାତି ଯାଏ ୱେଟ କର କାଲି ଦିନଟା ଦେଖିବା ଆସିଯିବ ସମସ୍ତଙ୍କୁ ଆସିଯିବ। ଆଚ୍ଛା ସେଇ 12,500 ସମସ୍ତଙ୍କର ଆସିବ ନାଇଁ? 12,500 ସମସ୍ତଙ୍କୁ ଆସିଯିବ। ଇନିସିଆଲ ଷ୍ଟେକ୍ ଟା ଆକ୍ଟିଭେଟ କରିକି ଦେବା ଦାୟିତ୍ୱ ହେଲା କମ୍ପାନୀର ସେ ସମସ୍ତଙ୍କୁ ଇନିସିଆଲ ଷ୍ଟେକ୍ ଆକ୍ଟିଭେଟ କରିକି ଦବ। ଆଚ୍ଛା ଏବେ ବି କଲ୍ କରିଲା ପରେ ଚେକ୍ କରନ୍ତୁ ଆସିଥିବ କାର। ହଁ ହଁ ଆମକୁ ଏତିକି ବି ଲାଗୁଛି ଯେ କମ୍ପାନୀ ବହୁତ କିଛି ଅପଡେଟ ଯୋଉଗୁଡା କି ଫ୍ଲାସ କରିନି ଏ ପର୍ଯ୍ୟନ୍ତ ଯୋଉଗୁଡା କି ଫ୍ଲାସ ବହୁତ ଶୀଘ୍ର ହବ ହଁ ବୁଝିପାରିଲେ ନାଇଁ ଆମକୁ ଯାହାହେଲେ ବି 2 ରୁ 3 ଦିନ ଧୈର୍ଯ୍ୟ ସହିତ ଟିକେ ଅପେକ୍ଷା କରିବାକୁ ଅପେକ୍ଷା ପଡିବ କରିବାକୁ ଫୁଲି ପଡିବ ଅପଡେଟ ଆମକୁ ପାଇବା ପାଇଁ। ହଁ କାଲି ଭିତରେ ଆମେ ପାଇଯିବା କମ୍ପାନୀର ଅଫିସିଆଲ ଅପଡେଟ କାଲି ଭିତରେ ପାଇଯିବା ସେ କଣ କଣ ସବୁ ଦେଲା ଆମକୁ। ବୁଝିଲେ କି? ଆଚ୍ଛା ଷ୍ଟେଟ ଯଦି ଅଟୋମେଟିକ ହବ ଆଉ ତ ଡେଲି ୱାର୍କ କେହି କରିବା ଦରକାର ନାହିଁ ରିଜର୍ଭେସନ ଯୋଉ ନଉଥିଲା ଆଉ ନେବେନି କେହି। ନାଇଁ ରିଜର୍ଭେସନ ଟା ନବନି ହେଲେ ୟୁଏସଡିଟି ପାଇବନି ନା। ଏ ଯୋଉ ଆଉ ନବ ଷ୍ଟେକ୍ ହଁ ସବୁ ଜାଗା ପକେଇବା ଷ୍ଟେକରେ। ହଁ ଏ ଯୋଉ ଷ୍ଟେକ୍ ଟା ଟୋକନ ରେ ଆସିବ। ଯଦି ତମେ ୟୁଏସଡିଟି ପାଇବାକୁ ଚାହୁଁଛ ତାହେଲେ ରିଜର୍ଭେସନ ଯାଇକି ତମର ୟୁଏସଡିଟି ୱାଲେଟ ରେ ୟୁଏସଡିଟି ଥିବାର ଅଛି ଆଉ ରିଜର୍ଭେସନ ନେବ।
ହଁ ନାଇଁ ସେଇ କଥା ଇଏ ତ ସବୁ ଜାଗା ଷ୍ଟେଟରେ ଦେଇଥିଲା ହଁ ତ ରିଜର୍ଭେସନ ପାଇଁ ଆସିବ ଫଣ୍ଡ କୋଉଠୁ ଫଣ୍ଡ ଆଡ କଲେ ହିଁ ଏବେ ହବ ନା। ଏବେ ଦିଟା ଅପସନ ସେ ଦବ ଷ୍ଟାର୍ଟିଂ ରୁ ବୁଝେଇଲି ଯୋଉ ଟ୍ରେଡିଂ ଅପସନ ଟା ଦବ ଟ୍ରେଡିଂ ର ଫଣ୍ଡ ଟାକୁ ତମେ ୟୁଏସଡିଟି କରିପାରିବ ନହେଲେ ଟୋକନ ଟାକୁ ବାଇନାନ୍ସ କୁ ଛାଡିକି ତାକୁ ୟୁଏସଡିଟି କରିପାରିବ ଦିଟା ଅପସନ ତମକୁ ସେ ଦବ ସେଇ ୟୁଏସଡିଟି ରେ ଆଉ ଥରେ ଆମେ ହଁ ଟ୍ରେଡିଂ ସେଇ ଡେଲି ଟ୍ରେଡିଂ ୟୁଏସଡିଟି ଟା କରିପାରିବା। ଆଉଥରେ ୟା ଭିତରେ ଡିପୋଜିଟ କରିକି ତମେ ରିଜର୍ଭେସନ ନବ ଯେମିତି ଯାହା କରିବା କଥା ଟ୍ରେଜର ଏନଏଫଟି ରେ ଯେମିତି କରୁଥିଲ ସେମିତି କରିବ ଆଉ ସେମିତି ଟ୍ରେଡିଂ ଚାଲିବ ଡେଲି ଆଉ। ବାସ୍ ହୁଁ। ଯିଏ ନ ଚାହିଁବ ସିଏ ତାର ସେ ଚେକରେ ପଡିକି ରହିବ ତାର ଆଉ। ହଁ ଯିଏ ନ ଚାହିଁଲା ସେମିତି ପଡିକି ରହିଲା ପଇସା କାହାକୁ ଲୋଡ ନାହିଁ ଆଜ୍ଞା ସମସ୍ତେ ଚାହିଁବେ। ହଁ ହଁ ପଇସା ନାଇଁ ଦେଲେ ତ ହଁ withdraw କରିବ। ହଁ ପକେଇବେ ଆଉ ଇନଭେଷ୍ଟ ତ କରିବେନି ନା। ନା ନା ଆଉ ଇନଭେଷ୍ଟ କାହିଁ କରିବ ନୂଆ ପିଲା ଏଇଠି ଯାଇକି ଯେତିକି ଭିଡ ହେବେ ଯୋଉମାନେ ଏବେ ଏବେ ହଁ ହେଲା ପରେ ସେମାନେ କରିବେ। ଇନଭେଷ୍ଟମେଣ୍ଟ ପାର୍ଟ ଟା ଯୋଉ ହେଲା ଏବେ ଦେଖ ଯିଏ ସିନା ଲକି ଡ୍ର ନେଇଯାଇଛି ଯାହା ଆକାଉଣ୍ଟ ରେ 2 ଲକ୍ଷ ଲକ୍ଷେ 10 ଲକ୍ଷ ଏମିତି ଅଛି ସେ ଟିକେ ଆଜାଦ ସେ ମାନେ କାମ କରିପାରିବେ ଏବେ ଯାହା ଆକାଉଣ୍ଟ ରେ 10,000 20,000 15,000 5,000 6,000 7,000 ମାନେ ନୂଆ ନୂଆ ପିଲା ଯୋଉମାନଙ୍କର ଅଛି ସେମାନଙ୍କର ବି ଷ୍ଟେକ୍ ଆକ୍ଟିଭେଟ ହବ 12,500 ରେ ହେଲା ଏବେ ଭାବ କି ଜଣଙ୍କ ହଁ ଆକାଉଣ୍ଟ ରେ ଅଛି $100 ଅଛି $100 ର 1% କେତେ ହଉଛି ଜମା ଡଲାରଟେ 10,000 ଜମା ଡଲାରଟେ ହେଲା $100 ର 1% ହଉଛି ଡଲାରଟେ ଆଉ ଗୋଟେ ଡଲାରରେ ସେ କେତେଟା ୟୁଏସଡିଟି ପାଇ କେତେଟା ଟୋକନ ପାଇବ $1 ରେ ହିସାବ କରୁଛ କି 250। ନା ଅଢେଇଶହ 250 ଅଢେଇଶହ। ନାହିଁ 250 ହଁ ପାଇବ ବା ତ 250 ହଁ 250 ସେଇଟା। ବାସ୍ ବାସ୍ 250 ଟୋକନ ପାଇବେ ହଁ ତ 250 ଟୋକନ ଟାକୁ ସେ କେତେ ଦିନେ ରଖିବ ଟ୍ରାନ୍ସଫର ପାଇଁ ବୁଝଛ ନା ନାଇଁ ସେଟା ଟିକେ ଡିଫିକଲ୍ଟ ମାନେ ପାଖାପାଖି ତାକୁ 45 ଡେଜ ୱେଟ୍ କରିବାକୁ ପଡିବ ତାର ମୂଳ ରିକଭର କରିବା ପାଇଁ ହଁ ବୁଝିପାରୁଛ 45 ଟୁ 50 ଡେଜ ବୁଝିପାରୁଛ ଆଉ ତ 12,500 ହେଲେ ତ ସେ ଷ୍ଟେକ୍ ଓପେନ ହବ। ହଁ ହଁ ତାପରେ ଯାଇ ସେ ୟୁଏସଡିଟି କନଭର୍ଟ କରିବ ପୁଣି ଟ୍ରେଡ କରିବ ତାକୁ ଟିକେ ଅପେକ୍ଷା କରିବାକୁ ପଡିବ ଲଙ୍ଗ ଟାଇମ ହୁଁ ଓକେ ବିରାଟ ବାବୁ ତ 2 ଏବେ ଲକ୍ଷ ଆପଣଙ୍କର ଟର୍ମ କୁହନ୍ତୁ କଣ ନୂଆ ଅପଡେଟ ପାଇଲେ ସିଏ ସେ ସେ ହଁ ପଞ୍ଜାବ ବିରାଟ ଟିମ୍ ବାବୁ ଯୋଉ ସାର୍। ଯାଇଥିଲେ କଣ ସବୁ ଆସିଥିଲା କଣ ଖବର ଆସିଲା କୁହନ୍ତୁ ନାଇଁ ସେ ପଞ୍ଜାବ ଟିମରେ ଆଜି ଆସିନାହାନ୍ତି ସେମାନେ ହଁ ମିଟିଂ କି ଆସିନାହାନ୍ତି କିନ୍ତୁ ମିଟିଂ ତାଙ୍କର ବର୍ତ୍ତମାନ ଏଇ ଟାଇପ ର ଚାଲିଛି ଯେ ବର୍ତ୍ତମାନ 2 ଦିନ ପୁରା ୱେଟ କରନ୍ତୁ 2 ଦିନ ପରେ ନୂଆ ଅପଡେଟ ଦବ କିଛି ନା କିଛି ଚେଞ୍ଜ ଚାଞ୍ଜ କରିବ ଆମର ବର୍ତ୍ତମାନ ଏଇ ଯୋଉ କଥାଟା ଆମେ ହଉଛେ ଯେ 12,500 ଆସିଛି ବୋଲି ହଁ କିନ୍ତୁ ଏ ବିଷୟରେ କାହିଁକି ତାଙ୍କର ସେଠି ଆଲୋଚନା ଏଇଟା ତା ଭିତରେ ନାହିଁ ହଁ ବୁଝିପାରୁଛି ହଁ ଏଇଟା 12,500 ଟା ମୁଁ ବି ଏଇଠୁ ଫାଷ୍ଟ ଟାଇମ ଆପଣଙ୍କଠୁ ଶୁଣିଲି କାରଣ ଆମକୁ ତ କଣ ହେଇଛି କି କଥାରେ ମା ଛେଉଣ୍ଡ ଯେମିତି ହଁ ବାପ ଛେଉଣ୍ଡ ମା ଛେଉଣ୍ଡ ଆମେ ବର୍ତ୍ତମାନ ସେଇଆ ହେଇଛୁ କାରଣ ଆମର କୌଣସି କିଛି ସପୋର୍ଟ କୁଆଡୁ ମିଳୁନାହିଁ ଆମେ ହଁ ଏପର୍ଯ୍ୟନ୍ତ ସେଇ ଯୋଉ 5,000 କଏନ ବି ମୁଁ କଲେକ୍ସନ କରିପାରୁନି କାରଣ ମୁଁ କେତେ ଜଣଙ୍କୁ ବି ପଚାରିଲେଣି କିଏ ବି ମତେ କହୁନି କି ଏଇ ଟାଇପ ର କଲେକ୍ସନ ହବ ସେଇ ଟାଇପ ର କଲେକ୍ସନ ହବ ମୁଁ ଓକେ ହଁ ଯାଇକିରି କିନ୍ତୁ ଲାଷ୍ଟ କଲେକ୍ସନ ମଝିରେ ରହୁଛି ଆଉ ତା ଭିତରୁ ପଶି ପାରୁନି ବୁଝିପାରୁଛି ଓକେ ଆଉ ଆମର ଯିଏ ଅଫଲାଇନ ମୁଁ ତ ତାଙ୍କୁ କାଲି କହିଥିଲି କିନ୍ତୁ ସିଏ କହିଲା ହଁ ମୁଁ କରିବି ଆଜି କଲ୍ କଲେ ବି ଦିଥର ମୁଁ କଲ୍ କରିଛି ବି ଉଠେଇଲେନି ହଁ ସେଥିପାଇଁ କି ମତେ ବି ଟିକେ ଖରାପ ଲାଗୁଛି କଣ କରିବା ଛାଡନ୍ତୁ ସେଥିପାଇଁ ଆପଣଙ୍କ ସହିତ ଆମେ ତ ଯୋଡି ହେଇକି ରହିଛୁ ଆପଣ ଯାହା ହେଲ୍ପ କରିବେ ଆଉ ହଁ ମୁଁ ଆପଣଠୁ ଯାହା ଅପଡେଟ ପାଇବି ନିଶ୍ଚୟ ସେଇଟା ନିଶ୍ଚିତ ହିଁ ଆଗକୁ ଟିକେ ସାର୍ ବଢେଇବି ତମକୁ କାରଣ ହେଲ୍ପ ମିଳିବ। ମୋତେ ମୋର ଯୋଉ ବର୍ତ୍ତମାନ 20-30 ଲୋକ ଅଛନ୍ତି ହଁ ହଁ ସେମାନେ ମତେ କଲ୍ କଲେ କି ମୁଁ କିଛି ରିପ୍ଲାଏ ଦେଇପାରୁନି ତାଙ୍କୁ କାରଣ ମୁଁ ଯାହା ପାଉଛି ବାହାରୁ ଆମ ଟିମ ରୁ କି ଆମ ଅଫଲାଇନ ଥ୍ରୁ ମାଧ୍ୟମରେ କିଛି ମୁଁ ପାଇପାରୁନାହିଁ ବୁଝିପାରୁଛନ୍ତି ନା ଭିଡିଓ କାରଣ ଯାକ ଆପଣ ଫଲୋ କରିଥିଲେ ଭିଡିଓ ଯୋଉ ଗ୍ରୁପ ରେ ପଠା ହେଇଥିଲା ଶୁଣନ୍ତୁ ମୁଁ ମୋ କଥା କହୁଛି ଆମେ ତ ଏତେ ଅନଲାଇନ ମାଷ୍ଟର ନୁହେଁ ଭାଇ ବୁଝିପାରିଲେ କି ଓହୋ କାରଣ ଆମେ ଠିକ ତ ଅଛି ହଁ ଏଜେଡ ଲୋକ କିନ୍ତୁ ଆମେ କାହିଁକି ମୁଁ ଆପଣଙ୍କୁ କାଲି ଫୋନ କରିଥିଲି ମୋ ହଁ କହିବା ହଁ କଥା ମୁଁ ଆମକୁ ଟିକେ ଗୋଟାଏ ଦିଟା କରେଇ ଦେଲେ ମତେ ମୁଁ ମୋର ଭିତରେ ମୁଁ ମୋର କରିଯିବି ବୁଝିପାରୁଛି ଠିକ ଅଛି ଠିକ ତାହେଲେ ଆପଣ ଭିଡିଓ ତାପରେ କଲ୍ ମତେ କରିକି ସ୍କ୍ରିନ ସେୟାର କରିଦେବେ ଆମେ ଗୋଟେ ଗାଇଡ କରିଦବା ସେଇ ହିସାବରେ ଆଗକୁ ମାଡି ଚାଲିବେ ଆଉ ହଁ ମୁଁ କହିଲି କି ମୋର ଆଉ ମୋର ସେ ଝିଅଟାର ଦିଟାର ଖାଲି ହେଇଗଲେ ମୋର ଯୋଉ ପିଲାମାନେ ଅଛନ୍ତି ମୁଁ ତାଙ୍କୁ କରେଇବି ବୁଝିପାରୁଛି ଠିକ ମୁଁ ଅଛି ଆଜି କିଛି ଅସୁବିଧା ନାହିଁ ଏଥିପାଇଁ ମୁଁ ରମାକୁ ଫୋନ କରିଛି ଆଉ ଗୋଟେ ହଁ ପିଲାକୁ ବି ଫୋନ କରିଛି ଦୀପ୍ତେନ୍ଦୁ ବି ଫୋନ କରିଛି ମୁଁ ଯାହା ଆପଣଙ୍କୁ ବି ଫୋନ କରିଛି କିନ୍ତୁ ମୁଁ ଏପର୍ଯ୍ୟନ୍ତ ବି ସେ ଯୋଉ 5,000 କି କଲେକ୍ସନ କରିପାରୁନି କି 12,500 ବି କଲେକ୍ସନ କରିପାରୁନି ବୁଝିପାରୁଛନ୍ତି ନା ନାଇଁ ଠିକ କିଛି କିନ୍ତୁ ମୁଁ ଅସୁବିଧା ଏଇ ନାହିଁ କଣ୍ଡିସନରେ ଏବେ ମର୍ଣ୍ଣିଂ ରେ ମତେ ଟିକେ ଭିଡିଓ କଲ୍ କରିଦେବେ ହଁ କାରଣ ଆଜ୍ଞା ରାତିରେ ଏବେ ସେଟଲ ହେଇଯାଇଥିବ ସବୁ ୱେବସାଇଟ ଯାହା ତାଙ୍କର କାମ ତ ଆମର ଏପଟେ ରାତି ହେଲେ ସିଆଡେ ଦିନ ବୁଝିଲେ କି ନାଇଁ ହଁ ହଁ
ସେ ଯାହା କାମ ସବୁ ସେଟ୍ ସାଟ୍ କରିଦେଇଥିବେ ଆମେ ମର୍ଣ୍ଣିଂ ରେ ହିଁ ନୂଆ ଅପଡେଟ୍ ପାଉଛୁ 7ଟା 8ଟାକୁ ଆମେ ମର୍ଣ୍ଣିଂ ରେ ହିଁ ଅପଡେଟ୍ ସବୁ ପାଉଛୁ ବୁଝିଲେ କି ନାଇଁ ଆଜ୍ଞା ତ ଆଜ୍ଞା ଭାବୁଛୁ ମୁଁ ଏହା ଭାବିବାରେ କି ସେ 12,500 ର ଡିସ୍କଭରୀ ଟା ଆମ ଟିମ୍ ଫାଷ୍ଟ କରିଥବ ବୁଝିଲେ କି ନାଇଁ ଓହୋ ହଁ ହଁ ଆଉ ଯାହା ବି ମୁଁ ୱେଷ୍ଟ ବେଙ୍ଗଲର ଟପ୍ ସିନିୟର ମାନଙ୍କ ସହିତ କଥା ହେଇକି ସେ ବି ସେମ୍ ଆନ୍ସର ଦେଇଛନ୍ତି କି ସମସ୍ତଙ୍କୁ 12,500 ଟୋକନ ମିଳିବ ବୁଝିଲେ କି ନାଇଁ ହଁ ହଁ ତ ହଁ ସେଇ ହିସାବରେ ଅପଡେଟ ଟା ଆମକୁ ଯାହା ଆସୁଛି ସକାଳ 7ଟା ପରେ ଆସୁଛି ଫ୍ରେଶ ଆଜ୍ଞା ଅପଡେଟ ଆଜ୍ଞା ପୁରା ହେଲା ମୁଁ ଯୋଉ ପଞ୍ଜାବ ଟିମ୍ ରେ ମିଟିଂ ରେ ଥିଲି ତାଙ୍କର 51,000 କ୍ରସ୍ କରିଗଲେ ବର୍ତ୍ତମାନ ତାଙ୍କ ଗ୍ରୁପ ସାଇଜ ବୁଝିଅଛି କି ହଁ ତାମାନେ ଆମ ଇଣ୍ଡିଆ ଲୋକ 51,000 କ୍ରସ୍ କରିଗଲେ ତାଙ୍କ ଗ୍ରୁପ ରେ ହଁ ସେଥିପାଇଁ ସେମାନେ ଗୋଟେ ଜିଦି ଧରି ବସିଛନ୍ତି ଆଉ 2 ଦିନ ୱେଟ୍ କର 2 ହଁ ଦିନ ପରେ ଆମେ ଯାହା ଡିସିସନ ନବା ଏବେ କେହି ଟଙ୍କାଟେ ଇନଭେଷ୍ଟମେଣ୍ଟ କର ନାହିଁ କି ହଁ କିଛି କରିବାକୁ ଚେଷ୍ଟା କର ନାହିଁ ଆଉ ବାସ୍ ବାସ୍ ଯିଏ ଯାହାର କରିବ ଇନଭେଷ୍ଟମେଣ୍ଟ ଓନ୍ ରିସ୍କରେ କରିବ ହଁ ଇନଭେଷ୍ଟମେଣ୍ଟ ତ ସେଠୁ ଏବେ ଆମ ଗ୍ରୁପରେ ବି ମୁଁ ସମସ୍ତଙ୍କୁ ମନା କରୁଛି କେହି ହେଲେ ଟଙ୍କାଟେ ଇନଭେଷ୍ଟମେଣ୍ଟ ପକେଟରୁ କେହି ହେଲେ ଟଙ୍କାଟେ ପକଉ ନାହିଁ ହଁ ଆଜ୍ଞା ଯେପର୍ଯ୍ୟନ୍ତ ଆମେ ଆଜ୍ଞା କିଛି ଅପଡେଟ ଦଉଛୁ ଯେପର୍ଯ୍ୟନ୍ତ ଆମେ ହଁ କିଛି ଗୋଟେ କନକ୍ଲୁଜନ ରେ ପହଞ୍ଚୁନୁ ଭାଇ ଏଇ ଉପାୟରେ ପଇସା ଆସୁଛି ଏମିତିଆ ପଇସା ଆସୁଛି ଯୋଉ ପର୍ଯ୍ୟନ୍ତ ସେ ପଇସା ବାଇନାନ୍ସ କୁ ଯାଇକି ୱିଡ୍ର ଟା ଆକାଉଣ୍ଟ ରେ ଆମେ ଦେଖିନୁ ସେ ଯାଏ ହୁଁ କେହି ହେଲେ କିଛି ଷ୍ଟେପ ନବ ନାହିଁ ଆପଣ କାଲି କଣ ଉଡାଲ କରିବେ କାଲି ମୋ ହିସାବରେ ଯୋଉ ଟୋକନ ଟା ରିଡିମ୍ ହେଇଯିବା କଥା କାରଣ $50 ଟୋକନ କାଲି ମୁଁ ରିସିଭ କରୁଛି ଯୋଉଟା କି ହୁଁ ରୁଲ ହିସାବରେ ସେଟା ରିଡିମ୍ ହବା କଥା ଟ୍ରେଜର ଏନଏଫଟି ହଁ ର ରୁଲ ହିସାବରେ ଠିକ ଅଛି ହଁ ହୁଁ ଯଦି ସେଟା ରିଡିମ୍ ହେଇକି ମୋର ୱାଲେଟ କୁ ଆସିଲା ହୁଁ ତାପରେ ମୋର ୱିଡ୍ର ପାଇଁ ଆଉ 24 ଘଣ୍ଟା ସମୟ ଥିଲା ହେଲା ହୁଁ ତ ହୁଁ କାଲି ସନ୍ଧ୍ୟା ଭିତରେ ସେ ସମୟ ଟା ବୋଧେ କମ୍ପ୍ଲିଟ ହେଇଯିବ ତାହେଲେ ୱିଡ୍ର ଟା ମୋର ସମୟ କାଲି ମାନେ ହେଇଯିବ ମିନିଂ ସମୟ ଉଡାଲ ପାଇଁ ସମୟ ଥିଲା ମିନିଂ ସେଇଟା କଣ ମୁଁ ବୁଝିପାରିଲିନି ୱିଡ୍ର ଯେତେବେଳେ ତମେ ୱାଲେଟ ଲିଙ୍କିଂ କରୁଛ 72 ଘଣ୍ଟା ଟାଇମ ରହୁଛି ହେଲା ସେଇଟା ତ ଆପଣଙ୍କର ଆମର ସମୂହ ଆଗରୁ ହେଇଯାଇଛି ନା 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 ଏବେ ଯୋଉ ନୂଆ ଟ୍ରେଜର ଫୋନ ହେଲା ସେଥିରେ ମୁଁ ଲିଙ୍କ କଲି ଆଉଥରେ ହେଲା ଓହୋ ଓହୋ ହୋ ତ ତ 72 ଘଣ୍ଟାରୁ ଅଲରେଡି କମ୍ପ୍ଲିଟ ହେଇଗଲାଣି ଆଉ ରହିଲା 24 ଆୱାର ହଁ ହଁ 24 କିନ୍ତୁ ଆୱାର ଏଇଟା ହଉଛି ଆମ ସବୁଠାରୁ ବଡ ପ୍ଲସ ପଏଣ୍ଟ ହଁ କାହିଁକି ନା ଆପଣ ଯଦି ଆମେ ଉଡାଲ ଟା ସକ୍ସେସ ହେଇଗଲା ଆପଣ ହଁ ଜାଣିବା କଥା ଯେ ଉଡାଲ କଣ ସେମ ଟାଇମ ଆସିଯିବ ବୋଲିକିରି ହଁ ଟିଓପି ଟୋକନ ଟା ସେମ ଟାଇମ ରେ ଆସିଯାଉଛି ଏ ଟୋକନ ଟା ଆସୁଛି ଯେ ଆମେ ତ ଟୋକନ ରେ ନବାନି ଆମେ ଡଲାରରେ ନବା ନା ଟୋକନ ଟା ଏବେ ଦେବ କେମିତି ସେ କମ୍ପାନୀ ଏବେ ଟୋକନ ଦବନି ନା କମ୍ପାନୀ ଏବେ ହଁ ୱିଡ୍ର ଆଡ୍ରେସ ରେ ଆମକୁ ହଁ BIP20 ଆଡ୍ରେସ ଦଉଛି ହେଲା ହଁ ବିପୁଲ ହଁ ହଁ BIP20 ରେ ଆଡ୍ରେସ ଦେବା ଅର୍ଥ କଣ ସେ ଟୋକନ ଟାକୁ ମେ ବି କନଭର୍ଟ କରିକି ୟୁଏସଡିଟି ରେ ଦେଇପାରେ ମେ ବି ମାନେ ହଁ ହଁ ଏପର୍ଯ୍ୟନ୍ତ ସିଓର ନାହିଁ ଆମେ ହେଲା ତ ଓହୋ ତା ପାଇଁ ଆମେ ଅପେକ୍ଷା କରିବା କଣ ହଉଛି କାଲି ହିଁ ଜଣା ପଡିବ ଆମକୁ ଠିକ ଅଛି ଆପଣ ସେଇଟା ଉଡାଲ କରିକି ଟ୍ରାଏଲ କରି ଗୋଟେ ବାହାର କରିଦେଲେ ସକ୍ସେସ୍ ହେଇଗଲେ ହଁ ଆମେ ସେ ସକ୍ସେସଟାକୁ ନେଇକିରି ଆମେ ଅନ୍ୟମାନଙ୍କୁ ସେୟାର କରିପାରିବା ଗାଇଡ କରିପାରିବା ଜିନିଷ ଟା କଣ କେମିତି ବୁଝିଲେ ହଁ ଆମେ ବି ନିଜର ଟିକେ ହୋପ ଆଉ ଟିକେ ବଢିବ ଆମେ ବି ହଁ ସକ୍ସେସ ହେଇପାରିବା ହଁ ଏଇଟା ହିଁ ମୋର କହିବାର ଥିଲା ଆଉ କିଛି ନାହିଁ କିନ୍ତୁ ମତେ ଟିକେ କାଲି ଟିକେ କୋପରେସନ କରିବେ କାଲି ମଝିରେ ବୁଝିପାରିଲେ କି ମତେ କଲ୍ କରିଦେବେ 7ଟା 7:30 ପାଖାପାଖି ଆମେ ସେଟା କମ୍ପ୍ଲିଟ କରିଦବା ମୁଁ ତ ଉଠିଲା ବେଳକୁ ଭାଇ 8ଟା ହେଇଯାଉଛି କିନ୍ତୁ ମୁଁ ଯାହା କରିବି 8ଟା 9ଟା ବେଳକୁ କରିବି ହେଲା ଠିକ ଅଛି କର କିଛି ଅସୁବିଧା ମୁଁ କାଲି ନାହିଁ। କରୁଛି ଆଉ ମୁଁ ଏତିକି କହୁଛି ଆମର ଡେଲି ଟିକେ ମିଟିଂ ରହୁ ଆମର ହଁ ବର୍ତ୍ତମାନ ଆଗକୁ କେମିତି ଯେ ପର୍ଯ୍ୟନ୍ତ ପୁରା ମହଲ ଥଣ୍ଡା ନ ହେଇଛି ସେ ପର୍ଯ୍ୟନ୍ତ କଣ୍ଟିନ୍ୟୁ ଟିକେ ମିଟିଂ ଚାଲୁ ମିଟିଂ ଟା ରଖିବା ଆଉ ଠିକ ଅଛି ହଉ ଓକେ ଓକେ ରହିଲି ଭାଇ ଗୁଡ୍ ନାଇଟ୍ ହଉ ହଉ ଗୁଡ୍ ନାଇଟ୍ ଆଉ କାହାର କିଛି ଡାଉଟ୍ ତାହେଲେ ମିଟିଂ ଟା ଆମେ କ୍ଲୋଜ କରିବା ହଁ ଓକେ ଓକେ ଗୁଡ୍ ନାଇଟ୍ ଗୁଡ୍ ନାଇଟ୍ ଗୁଡ୍ ନାଇଟ୍